ମୋ ନାଁ ସୁହାନୀ। ବଙ୍ଗାଳୀ ମହିଳାମାନେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ନିଜ ନାଭିରେ ରସୁଣର ରସ କାହିଁକି ଲଗାଉଥିଲେ? ଏହା ଏକ ବହୁତ ସୁନ୍ଦର ସକାଳ ଥିଲା। ମୁଁ ମୋ ଖୁଡ଼ୀଙ୍କ ସହିତ ଜଳଖିଆ ବନାଇବାରେ ବ୍ୟସ୍ତ ଥିଲି। ମୋ ଖୁଡ଼ୀଙ୍କ ସାନ ଭାଇ ଆୟନ ମୋ ସାମ୍ନାରେ ବସିଥିଲା। ତା ଆଖି ମୋ ଉପରେ ଲାଖି ରହିଥିଲା। ଆଉ ଏହା ଏମିତି ନଜର ଥିଲା ଯାହାକି ମୋତେ ଖୁସି କରୁଥିଲା, କାହିଁକିନା ମୁଁ ଆୟନକୁ ପସନ୍ଦ କରୁଥିଲି। ଖୁଡ଼ୀଙ୍କ ଭାଇ ଏଠିକି ଯିବା ଆସିବା କରୁଥିଲା, ଆଉ ସେ ବି ମୋତେ ବହୁତ ପସନ୍ଦ କରୁଥିଲା। ମୋ ବୟସ 18 ବର୍ଷ ଥିଲା, ହେଲେ ମୁଁ ତାକୁ ଭଲ ପାଇ ଯାଇଥିଲି। କମ୍ ବୟସରେ ହିଁ ମୁଁ ତାକୁ ଭଲ ପାଇ ବସିଥିଲି, ଆଉ ସେ ବି ମୋ ପାଇଁ ଏମିତି ହିଁ ଅନୁଭବ ରଖୁଥିଲା। ହେଲେ ମୋର ବିଲକୁଲ ବି ଧାରଣା ନଥିଲା ଯେ ଆଜିର ସୂର୍ଯ୍ୟ ମୋ ପାଇଁ ଅନ୍ଧକାର ଆଣିବାକୁ ଯାଉଛି। ଆଜି ପରଠୁ ମୋ ଜୀବନ ପୂରାପୂରି ଭାବରେ ବଦଳିଯିବ। ଖୁଡ଼ୀଙ୍କ ଭାଇ 2 ଦିନରୁ ଏଠିକି ଆସିଥିଲେ। ଆୟନ ଜଳଖିଆ ଖାଇସାରିବା ପରେ ଚାକିରି ପାଇଁ ବାହାରି ଯାଇଥିଲେ, ଆଉ ମୁଁ ଖୁଡ଼ୀଙ୍କ ସହିତ ଘର କାମରେ ବ୍ୟସ୍ତ ହୋଇଯାଇଥିଲି। ମୁଁ ଛୋଟ ଥିଲାବେଳେ ମୋ ବାପା ମାଆଙ୍କର ତ ଦେହାନ୍ତ ହୋଇଯାଇଥିଲା। ସେମାନେ ଅନେକ ବର୍ଷ ପୂର୍ବରୁ ମୋତେ ଏ ଦୁନିଆରେ ଏକା ଛାଡ଼ି ଦେଇ ଚାଲି ଯାଇଥିଲେ, ଆଉ ମୋର କୌଣସି ଭାଇ ଭଉଣୀ ମଧ୍ୟ ନଥିଲେ। ମୁଁ ମୋ ବାପା ମାଆଙ୍କର ଏକମାତ୍ର ଝିଅ ଥିଲି। ଖୁଡ଼ୀ ମୋ ମାଆର ଜାଗା ତ ନେଇପାରିନଥିଲେ, ହେଲେ ତଥାପି ବି ସେ ମୋତେ ସମ୍ମାନର ସହିତ ତାଙ୍କ ଘରେ ଜାଗା ଦେଇଥିଲେ। କାମ କରୁ କରୁ ମୋତେ ସମୟ ଜଣାପଡ଼ିଲା ନାହିଁ, ଆଉ ଖରାବେଳ ହୋଇଯାଇଥିଲା। ଖୁଡ଼ୀ ନିଜ ରୁମ୍କୁ ଆରାମ କରିବା ପାଇଁ ଯାଇସାରିଥିଲେ, ଆଉ ମୁଁ ରୋଷେଇ ଘର ସଫା କରିବା ପାଇଁ ରୋଷେଇ ଘରେ ରହିଯାଇଥିଲି। ଠିକ୍ ସେହି ସମୟରେ ମୋତେ କବାଟ ବାଡ଼େଇବାର ଶବ୍ଦ ଶୁଣାଗଲା। ମୁଁ ଯେମିତି ହିଁ କବାଟ ପାଖକୁ ଗଲି ତ କବାଟ ପାଖରେ ଜଣେ ଅଜବ ଲମ୍ବା ଚଉଡ଼ା ଲୋକଟିଏ ଛିଡ଼ା ହୋଇଥିଲା, ଯାହାର ଦେଖିବା ଶୈଳୀ ଏମିତି ବ୍ୟସ୍ତ କରିଦେଉଥିଲା ଯେ ଯାହାକୁ ଦେଖିବା ପରେ ମୁଁ ନିଜ ଡ୍ରେସ୍କୁ ଭଲରେ ଠିକ୍ କରିଦେଲି। ମୁଁ ବହୁତ ସୁନ୍ଦର ଥିଲି, ଆଉ କେବେ କେବେ ମୋତେ ଏ କଥା ବହୁତ ଚିନ୍ତିତ କରିଦେଉଥିଲା। ମୁଁ ଯେଉଁଠିକି ବି ଯାଉଥିଲି ସେଠି ଲୋକମାନେ ମୋତେ ବୁଲି ବୁଲି ଚାହୁଁଥିଲେ। ସେଥିପାଇଁ ଅଧିକାଂଶ ସମୟରେ ମୁଁ ବାହାରକୁ ଯିବା ସମୟରେ ମୁହଁକୁ ଘୋଡ଼େଇ ଯାଉଥିଲି, ଆଉ ଏ ସମୟରେ ବି ମୁଁ ମୋ ସୁନ୍ଦରତାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିଲି। ସେ ଲୋକଟି ମୋତେ ଖୁଡ଼ୀଙ୍କ ବିଷୟରେ ପଚାରୁଥିଲା। ମୁଁ କବାଟ ବନ୍ଦ କରିବାକୁ ଚାହୁଁଥିଲି, ଯେମିତିକି ଭିତରକୁ ଯାଇ ଖୁଡ଼ୀଙ୍କୁ ଡାକି ଆଣିପାରିବି। ହେଲେ ସେ ଲୋକ ଜଣକ କବାଟ ଉପରେ ହାତ ରଖିଦେଲା, ଆଉ କହିବାକୁ ଲାଗିଲା କି କବାଟ ବନ୍ଦ କରିବାର ଆବଶ୍ୟକ ନାହିଁ। ମୁଁ ତମର କୌଣସି ପର ନା କ'ଣ? ଯାଅ, ଯାଇକି ନିଜ ଖୁଡ଼ୀଙ୍କୁ ଡାକି ଆଣ। ତା କଥା ମୋତେ ବହୁତ ଅଜବ ଲାଗିଥିଲା। ମୁଁ ପ୍ରଥମ ଥର ସେ ଲୋକକୁ ଏଠି ଦେଖୁଥିଲି, ଆଉ ସେ କହୁଥିଲା ଯେ ସେ ମୋ ପାଇଁ କୌଣସି ପର ନୁହେଁ। ମୋତେ ଏମିତି କବାଟ ଖୋଲା ଛାଡ଼ି ଭିତରକୁ ଯିବାଟା ବହୁତ କଷ୍ଟ ଲାଗୁଥିଲା, ହେଲେ ମୁଁ ବାଧ୍ୟ ଥିଲି। ସେଥିପାଇଁ ମୁଁ ତୁରନ୍ତ ଘର ଭିତରକୁ ଦୌଡ଼ିଲି, ଆଉ ଖୁଡ଼ୀଙ୍କୁ ଏ ବିଷୟରେ କହିଲି ଯେ ଗୋଟେ ଲୋକ କବାଟ ପାଖରେ ଛିଡ଼ା ହୋଇଛି। ତା ରୂପ ରଙ୍ଗ ବିଷୟରେ ଶୁଣିବା ପରେ ଖୁଡ଼ୀଙ୍କ ମୁହଁର ରଙ୍ଗ ଫିକା ପଡ଼ିଯାଇଥିଲା, ଆଉ ସେ ମୋତେ କହିଲେ କି ତତେ କବାଟ ପାଖକୁ ଆସିବାର ଆବଶ୍ୟକ ନାହିଁ। ଯାଇକି ରୋଷେଇ ଘରେ କାମ କର। ଏକଥା ଶୁଣି ମୁଁ ରୋଷେଇ ଘରେ ପହଞ୍ଚି ଯାଇଥିଲି, ଆଉ ଖୁଡ଼ୀ କବାଟ ପାଖକୁ ଚାଲି ଯାଇଥିଲେ। ଆଉ ତାପରେ ମୋତେ ଖୁଡ଼ୀଙ୍କର ଟିକେ ଟିକେ କଥା ଶୁଣା ଯାଉଥିଲା। ସେ ସେହି ଲୋକ ସହିତ କ'ଣ କଥା ହେଉଥିଲେ ତାହା ତ ମୁଁ ବୁଝିପାରିନଥିଲି, ହେଲେ କୌଣସି ଏମିତି କଥା ତ ନିଶ୍ଚିନ୍ତ ଭାବରେ ଥିଲା ଯାହାକୁ କି ସେ ଲୋକ ସହିତ ଧୀରେ ଧୀରେ ଆଉ ଲୁଚି ଲୁଚି କଥା ହେଉଥିଲେ। ମୁଁ ଚିନ୍ତାରେ ପଡ଼ିଯାଇଥିଲି ଯେ ଖୁଡ଼ୀ ଏ ଲୋକ ସହିତ କ'ଣ କଥା ହେଉଛନ୍ତି, ଆଉ ଏ ଲୋକ କିଏ ଯିଏକି ଖୁଡ଼ୀଙ୍କ ସହିତ କଥା ହେବା ପାଇଁ ଏଠିକି ଆସିଛି। କିଛି ସମୟ ବିତିବା ପରେ ଖୁଡ଼ୀ ମୋ ପାଖକୁ ଆସିଲେ, ଆଉ କହିବାକୁ ଲାଗିଲେ କି ଏ ଲୋକ ବିଷୟରେ ତତେ ତ ଦାଦା କିମ୍ବା ମୋ ସାନ ଭାଇ ଆୟନକୁ କହିବାର ଆବଶ୍ୟକ ନାହିଁ। ଖୁଡ଼ୀଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଦାଦା ପ୍ରତିଦିନ ସକାଳୁ ଅନ୍ୟ ସହରକୁ କାମ କରିବା ପାଇଁ ଚାଲି ଯାଉଥିଲେ, ଆଉ ରାତିରେ ଘରକୁ ଫେରୁଥିଲେ। ହେଲେ ସେ ଦିନସାରା ଖୁଡ଼ୀଙ୍କୁ ଫୋନ୍ କରି
ତାଙ୍କ ସହିତ କଥା ହେଉଥିଲେ ଆଉ ମୋ ବିଷୟରେ ବି ପଚାରି ବୁଝୁଥିଲେ। ଦାଦା ଖୁଡ଼ୀଙ୍କର ନିଜର କୌଣସି ସନ୍ତାନ ନଥିଲା, ସେଥିପାଇଁ ଦାଦା ମୋତେ ନିଜ ଝିଅ ବୋଲି ଭାବୁଥିଲେ। ଦାଦା ମୋ ପାଇଁ ବହୁତ ଚିନ୍ତା କରୁଥିଲେ। ସେଥିପାଇଁ ଖୁଡ଼ୀ ମୋତେ କଡ଼ାକଡ଼ି ଭାବରେ ବୁଝାଇ ଦେଇଥିଲେ ଯେ ମୋତେ ଦାଦାଙ୍କୁ କୌଣସି କଥା ବି କହିବାର ନାହିଁ। ହେଲେ ମୋ ମନରେ ଆଗ୍ରହ ଜନ୍ମ ହୋଇସାରିଥିଲା ଯେ ସେ ଲୋକ ଜଣକ କିଏ, ଯାହା ବିଷୟରେ ଖୁଡ଼ୀ ସମସ୍ତଙ୍କଠୁ ଲୁଚାଇବାକୁ ଚାହୁଁଛନ୍ତି। ମୋତେ ତ ସେ କୌଣସି ବଦମାସ ଲୋକ ଲାଗୁଥିଲା, ହେଲେ ମୋ ଖୁଡ଼ୀଙ୍କର ତା ସହିତ କ'ଣ ସମ୍ପର୍କ ଥିଲା? ବର୍ତ୍ତମାନ ଖୁଡ଼ୀଙ୍କ କଥା ଶୁଣି ମୁଁ ମୋ ପାଟିରେ ତାଲା ପକାଇ ଦେଇଥିଲି। ଆଉ ମୁଁ ଏ ବିଷୟରେ ନାହିଁ ଦାଦାଙ୍କୁ କିଛି କହିଥିଲି, ନାହିଁ ଆୟନକୁ। ମୁଁ ଭାବୁଥିଲି ଯେ ଆଜି ନୁହେଁ ତ କାଲି ଏ ବିଷୟରେ ସମସ୍ତଙ୍କୁ ଜଣାପଡ଼ିଯିବ, କାହିଁକିନା ସତ କେବେ ବି ବେଶୀ ଦିନ ପର୍ଯ୍ୟନ୍ତ ଲୁଚି ରହିପାରେ ନା। ଆଉ ସେହି ଦିନ ରାତିରେ ଆୟନ ମୋ ରୁମ୍କୁ ଆସିଲେ ଆଉ କହିବାକୁ ଲାଗିଲେ ଯେ ମୁଁ ବହୁତ ଜଲ୍ଦି ତମ ବିଷୟରେ ଆଉ ମୋ ବିଷୟରେ ମୋ ଭଉଣୀ ସହିତ କଥା ହେବି। ମୁଁ ଚାହୁଁଛି ଯେ ଏବେ ବହୁତ ଜଲ୍ଦି ଆମ ବାହାଘର ହୋଇଯାଉ। ଆୟନଙ୍କ କଥା ଶୁଣି ମୁଁ ହସି ଦେଇଥିଲି, କାହିଁକିନା ମୁଁ ଏବେ 18 ବର୍ଷର ଥିଲି ଆଉ ସେ 23 ବର୍ଷର ହୋଇସାରିଥିଲେ। ଆଉ ତା ଛଡ଼ା ଏବେ ତାଙ୍କର ପରମାନେଣ୍ଟ ଚାକିରି ମଧ୍ୟ ନଥିଲା। ସେ ବାସ୍ ଅଳ୍ପ ବହୁତ ପଇସା ରୋଜଗାର କରୁଥିଲେ। ତାହେଲେ ସେ ମୋତେ କେମିତି ନିଜ ଘରେ ରଖିଥାନ୍ତେ? ଏତେ ଜଲ୍ଦି ତ ଆମ ବାହାଘର ସମ୍ଭବ ନଥିଲା। ହେଲେ ଆୟନ କହୁଥିଲେ କି ଏମିତି କିଛି କଥା ଅଛି ଯେଉଁଥିପାଇଁ କି ସେ ମୋତେ ବହୁତ ଜଲ୍ଦି ବାହା ହେବାକୁ ଚାହୁଁଛନ୍ତି। ଆଉ ସେ ପ୍ରତିଦିନ ନିଜ ପାଇଁ ଭଲ ଚାକିରିର ସନ୍ଧାନ କରୁଛନ୍ତି। ଆଉ ତାପରେ ସେ ମୋତେ ନେଇ ଚାକିରି ପାଇଁ ଅନ୍ୟ ସହରକୁ ସିଫ୍ଟ ହୋଇଯିବେ। ମୋତେ ଭଲା ଏ କଥା କ'ଣ ଆପତ୍ତି ହୋଇପାରିଥାନ୍ତା? ମୁଁ ତାଙ୍କୁ କହିଦେଇଥିଲି ଯେ ଯଦି ଖୁଡ଼ୀ ରାଜି ହୋଇଯିବେ ତେବେ ମୋର ଏଥିରେ କୌଣସି ଆପତ୍ତି ନାହିଁ। ଏହା ଶୁଣି ଆୟନ ବହୁତ ଖୁସି ହୋଇଯାଇଥିଲେ ଆଉ ତାପରେ ସେ ମୋ ହାତକୁ ନିଜ ହାତରେ ମୁଠେଇ ଧରି ନେଇଥିଲେ। ତାଙ୍କର ଏମିତି ଭାବରେ ଛୁଇଁବା ଦ୍ୱାରା ମୋତେ ବହୁତ ଲାଜ ଲାଗୁଥିଲା। ସେଦିନ ତ ଚୁପଚାପ ବିତି ଯାଇଥିଲା। ହେଲେ କିଛି ଦିନ ପରେ ସେ ଲୋକ ପୁଣି ଥରେ ଆମ ଘରକୁ ଆସିଯାଇଥିଲା। ସେ ଲୋକ ଆଜି କବାଟ ପାଖରୁ ସିଧା ଆମ ଘର ଭିତରକୁ ଚାଲି ଆସିଥିଲା। ଏଥର ଖୁଡ଼ୀ ତାକୁ ନିଜ ରୁମ୍ରେ ବସାଇ ଦେଇଥିଲେ। ମୁଁ ରୋଷେଇ ଘରେ ଥିଲି। ସେତେବେଳେ ଖୁଡ଼ୀ ବି ରୋଷେଇ ଘର ଭିତରକୁ ଚାଲି ଆସିଲେ ଆଉ ସେଠୁ ଏକ ରସୁଣ ନେଲେ ଆଉ କହିଲେ କି ତୋତେ ମୋ ରୁମ୍ ଆଡ଼କୁ ଆସିବାର କୌଣସି ଆବଶ୍ୟକତା ନାହିଁ, ଯେବେ ପର୍ଯ୍ୟନ୍ତ ମୁଁ ନିଜେ ତୋତେ ନ ଡାକିଛି। ମୁଁ ବହୁତ ଆଶ୍ଚର୍ଯ୍ୟର ସହିତ ନିଜ ଖୁଡ଼ୀଙ୍କ ହାତରେ ରସୁଣ ଧରିଥିବାର ଦେଖୁଥିଲି। ସେ ଚୁପଚାପ ନିଜ ରୁମ୍କୁ ଫେରି ଯାଇଥିଲେ ଆଉ ମୋତେ ତାଙ୍କ ରୁମ୍ର କବାଟ ବନ୍ଦ ହେବାର ଶବ୍ଦ ଶୁଣାଯାଇଥିଲା। ଗୋଟେ ଘଣ୍ଟା ଏମିତି ହିଁ ବିତି ଯାଇଥିଲା ଆଉ ସବୁଆଡ଼େ ନୀରବତା ଛାଇ ରହିଥିଲା। କିଛି ସମୟ ପରେ ଖୁଡ଼ୀ ମୋତେ ଡାକି ଥଣ୍ଡା ପାଣି ଆଣିବା ପାଇଁ କହିଲେ। ମୁଁ 2 ଗ୍ଲାସ୍ ଥଣ୍ଡା ପାଣି ନେଇ ଖୁଡ଼ୀଙ୍କ ରୁମ୍ ପର୍ଯ୍ୟନ୍ତ ଯେମିତି ପହଞ୍ଚିଲି ତ ସେ 2 ଜଣ ପରସ୍ପର ସହିତ କିଛି କଥା ହେଉଥିଲେ ଆଉ କଥା ହେଉ ହେଉ ମୋତେ ଦେଖି ଚୁପ୍ ହୋଇଗଲେ। ମୋ ଆଖି ଆପେ ଆପେ ନିଜ ଖୁଡ଼ୀଙ୍କ ପାଖରେ ଅଟକି ଯାଇଥିଲା, କାହିଁକିନା ତାଙ୍କ ଅବସ୍ଥା କିଛି ବଦଳି ଗଲା ଭଳି ଜଣାପଡ଼ୁଥିଲା। ତାଙ୍କ କେଶ ତ ଭଲ ଭାବରେ ବନ୍ଧା ହୋଇଥିଲା, ହେଲେ ଏବେ ତାଙ୍କ କେଶ ମୁକୁଳା ଥିଲା ଆଉ ତାଙ୍କ ଶାଢ଼ୀ ମଧ୍ୟ ଅଜବ ଅବସ୍ଥାରେ ଥିଲା। ମୋ ଖୁଡ଼ୀଙ୍କୁ ୟାଠୁ ଭଲରେ ଦେଖିବା ପୂର୍ବରୁ ସେ ଲୋକଟି କହିବାକୁ ଲାଗିଲା ଯେ କ'ଣ ଇଏ ତମ ଝିଅ? ଇଏ ବହୁତ ସୁନ୍ଦର ଆଉ ଜବାନ। ତମେ ୟା ବାହାଘର ବିଷୟରେ କାହିଁକି ଭାବୁନ? ୟା ପାଇଁ ତ ତମକୁ ସହଜରେ ପ୍ରସ୍ତାବ ମିଳିଯିବ। ଏବେ ତମ ବୟସ ହୋଇଯାଉଛି, ସେଥିପାଇଁ ବେଳ ଥାଉ ଥାଉ ତମେ ୟା ବିଷୟରେ ଭାବିବା ଆରମ୍ଭ କରିଦିଅ। ସେ ଲୋକର କଥା ଶୁଣି ମୁଁ ଲଜ୍ଜିତ ହୋଇଯାଇଥିଲି। ସେ ମୋ ପାଇଁ ଅଜଣା ଲୋକ ଥିଲା। ସେ ନାହିଁ କେବଳ ମୋ ଯୌବନର ପ୍ରଶଂସା କରୁଥିଲା, ବରଂ ସେ ତ ମୋ ବାହାଘର ବିଷୟରେ ମଧ୍ୟ କଥା ହେଉଥିଲା। ଜଣା ନାହିଁ ସେ କିଏ ଥିଲା, ଯିଏକି ମୋ ଖୁଡ଼ୀଙ୍କ ସହିତ ଏତେ ଖୋଲାଖୋଲି ଭାବରେ କଥା ହେଉଥିଲା। ଆଉ ତାପରେ ଖୁଡ଼ୀ ବି ହସି ହସି କହିବାକୁ ଲାଗିଲେ ଯେ ହଁ, ଏବେ ମୋତେ ତା'ର ବାହାଘର ହିଁ ତ କରେଇବାର ଅଛି। ଏହା ହିଁ ମୋର ଦାୟିତ୍ୱ। ମୋର ତ ବୟସ ହେଇଯାଉଛି,
ହେଲେ ଇଏ ଏବେ ଯବାନ ଅଛି। ମୁଁ ଲଜ୍ଜିତ ହେବା ଯୋଗୁଁ ତୁରନ୍ତ ହିଁ ସେଠୁ ନିଜ ରୁମ୍କୁ ଚାଲି ଆସିଲି। ଖୁଡ଼ି ସେ ଅଜଣା ଲୋକ ସାମ୍ନାରେ ଯେମିତି ଭାବରେ ମୋ ଯୌବନ ବିଷୟରେ କଥା ହେଉଥିଲେ, ମୋତେ ଏ କଥା ବହୁତ ଖରାପ ଲାଗୁଥିଲା। ଆଉ ତାପରେ ସେ ଦୁଇଜଣଙ୍କ ଭିତରେ ପୁଣି ଥରେ କଥାବାର୍ତ୍ତା ଚାଲୁ ହୋଇଯାଇଥିଲା। କିଛି ସମୟ ପରେ ସେ ଲୋକଟି ଆମ ଘରୁ ଚାଲିଗଲା ତ ପୁଣି ଥରେ ଖୁଡ଼ି ମୋତେ ଏହା ବୁଝେଇଲେ ଯେ ଦାଦାଙ୍କୁ କିମ୍ବା ଆୟନକୁ ଏ ବିଷୟରେ କିଛି ବି କହିବୁ ନାହିଁ। ହେଲେ ସଂଯୋଗବଶତଃ ଆୟନ ସେ ସମୟରେ ଘରକୁ ଆସିଯାଇଥିଲେ। ଦେହ ଖରାପ ଥିବା ଯୋଗୁଁ ସେ ନିଜ ଘରକୁ ଯିବା ବଦଳରେ ଏଠିକି ଚାଲି ଆସିଥିଲେ। ସେ ସେହି ଲୋକକୁ ଘରୁ ବାହାରୁଥିବାର ଦେଖିଲେ ତ ତୁରନ୍ତ ମୋ ପାଖକୁ ଚାଲି ଆସିଲେ ଆଉ ମୋତେ ପଚାରିବାକୁ ଲାଗିଲେ ଯେ ଏ ଲୋକ କିଏ ଥିଲା ଆଉ ଏଠିକି କାହିଁକି ଆସିଥିଲା। ମୁଁ ମୁଣ୍ଡ ହଲେଇ ନାଁ କହିଥିଲି ଆଉ କହିଲି କି ମୋତେ କିଛି ବି ଜଣା ନାହିଁ। ଏ ଲୋକ ଜଣକ ଖୁଡ଼ିଙ୍କୁ ଦେଖା କରିବା ପାଇଁ ଆସିଥିଲା। ଆୟନ ଖୁଡ଼ିଙ୍କୁ ଦେଖା କରିବା ପାଇଁ ତାଙ୍କ ରୁମ୍କୁ ଚାଲିଗଲା। ଆଉ ତାପରେ ଜଣା ନାହିଁ ଭିତରେ କ'ଣ ହେଲା ଯେ ଅଚାନକ ଦୁଇଜଣଙ୍କର ଚିଲେଇବାର ଶବ୍ଦ ଶୁଣାଗଲା। ଖୁଡ଼ି ଆୟନକୁ ବହୁତ ଗାଳି କରୁଥିଲେ। ଆୟନ ବି ଖୁଡ଼ିଙ୍କ ମୁହଁରେ ଜବାବ ଦେଉଥିଲା। ଜଣା ନାହିଁ ସେ ଦୁଇଜଣଙ୍କ ଭିତରେ କ'ଣ ଚାଲିଥିଲା। ମୋତେ ତ ଏ ବିଷୟରେ କିଛି ବି ଜଣା ନଥିଲା। ହେଲେ ମୁଁ ଏତିକି ଅନୁମାନ କରିପାରୁଥିଲି ଯେ ନିଶ୍ଚିନ୍ତ ଭାବରେ କିଛି ଗମ୍ଭୀର କଥା ଥିଲା ଆଉ ବୋଧେ ସେ ଅଜଣା ଲୋକ ସହିତ ଯୋଡ଼ି ହୋଇ ରହିଥିଲା। କିଛି ସମୟ ପରେ ଯେତେବେଳେ ଆୟନ ଖୁଡ଼ିଙ୍କ ରୁମ୍ରୁ ବାହାରକୁ ଆସିଲେ ତ ତାଙ୍କ ମୁହଁ ରାଗରେ ଲାଲ ପଡ଼ିଯାଇଥିଲା। ସେ ସିଧା ଷ୍ଟୋର ରୁମ୍କୁ ଚାଲିଗଲେ ଆଉ ଯାଇ ଭିତରୁ କବାଟ ବନ୍ଦ କରିଦେଲେ। ତାଙ୍କ ଦେହ ଭଲ ନଥିଲା, ସେଥିପାଇଁ ସେ ଆଜି ଆମ ଘରେ ରହିଥାନ୍ତେ। ତାପରେ ଖୁଡ଼ି ବି ନିଜ ରୁମ୍ରୁ ବାହାରକୁ ବାହାରିଲେ ନାହିଁ। ରାତିରେ ଖାଇବା ସମୟରେ ଯେତେବେଳେ ମୁଁ ଖୁଡ଼ିଙ୍କୁ ଡାକିବାକୁ ଗଲି ତ ଖୁଡ଼ି ବହୁତ ରାଗରେ ଥିଲେ ଆଉ ମୋତେ କହିଲେ କି ଯାଇକି ତୁ ଖାଇବା ଖାଇନେ। ତାଙ୍କ ବ୍ୟବହାର ମୋ ସହିତ ଆଜି ବହୁତ ଖରାପ ଥିଲା। ଜଣା ନାହିଁ ଆୟନ କେଉଁ ହଙ୍ଗାମା ଛିଡ଼ା କରିଦେଇଥିଲେ ଯାହାର ରାଗ ଖୁଡ଼ି ମୋ ଉପରେ ସୁଝାଉଥିଲେ। ମୁଁ ଖୁଡ଼ିଙ୍କୁ ଏ ବିଷୟରେ ପଚାରିବାକୁ ଚାହୁଁଥିଲି ଯେ କ'ଣ ହେଇଛି ତ ସେ କହିବାକୁ ଲାଗିଲେ ଯେ ଏସବୁ କିଛି କେବଳ ତୋ ପାଇଁ ହିଁ ତ ହୋଇଛି, ସେଥିପାଇଁ ଏତେ ନୀରବ ଦେଖେଇ ହେବାର ଆବଶ୍ୟକ ନାହିଁ। ଆଉ ଏଠୁ ଚାଲିଯା, ମୋତେ ନିଜ ମୁହଁ ଦେଖେଇବୁ ନାହିଁ। ମୁଁ ଲୁହ ଗଡ଼େଇ ଗଡ଼େଇ ତାଙ୍କ ରୁମ୍ରୁ ବାହାରକୁ ଚାଲି ଆସିଥିଲି ଆଉ ଲଗାତାର ଜୋର ଜୋରରେ କାନ୍ଦି ଚାଲିଥିଲି। ଆଜି ମୋତେ ମୋ ବାପା ମାଆଙ୍କ କଥା ବହୁତ ମନେ ପଡ଼ୁଥିଲା। ମୁଁ ନିଜ ଛୋଟ ରୁମ୍ଟିର ଖଟ ଉପରେ ଶୋଇ ଭାବୁଥିଲି ଯେ ଜଣା ନାହିଁ ଆୟନ ନିଜ ଭଉଣୀ ସହିତ କ'ଣ କଥା ହୋଇଥିବେ। କ'ଣ ସେ ଅଜଣା ଲୋକଟି ପାଇଁ ଖୁଡ଼ିଙ୍କର ଆଉ ଆୟନଙ୍କର ଝଗଡ଼ା ହୋଇଛି? ଷ୍ଟୋର ରୁମ୍ର କବାଟ ଭିତରେ ବନ୍ଦ ଥିଲା, ନହେଲେ ମୁଁ ତାଙ୍କୁ ନିଶ୍ଚିନ୍ତ ଭାବରେ ଯାଇ ପଚାରିଥାନ୍ତି। ଆୟନ ଆମ ଘରକୁ ଯେବେ ବି ଆସୁଥିଲେ ତ ସେ ଷ୍ଟୋର ରୁମ୍ରେ ହିଁ ରହୁଥିଲେ, କାହିଁକିନା ଆମ ଘର ଭିତର ବହୁତ ଛୋଟ ଥିଲା ଆଉ କେବଳ 2ଟି ରୁମ୍ ଥିଲା। ଗୋଟେ ଘରେ ଦାଦା ଖୁଡ଼ି ରହୁଥିଲେ ଆଉ ଗୋଟେ ଘରେ ମୁଁ ରହୁଥିଲି। ଆଉ ଗୋଟେ ଛୋଟ ଷ୍ଟୋର ରୁମ୍ ତିଆରି କରାଯାଇଥିଲା ଯେଉଁଠିକି ଆୟନ କେବେ କେବେ ରହିଯାଉଥିଲେ। ମୋତେ ସକାଳ ହେବାର ଅପେକ୍ଷା ଥିଲା। ସକାଳେ ମୋତେ ଏ କଥା ଖୁଡ଼ିଙ୍କ ପାଖରୁ ଜଣାପଡ଼ିଯାଇଥାନ୍ତା, ନହେଲେ ମୋତେ ଆୟନକୁ ପଚାରିବାକୁ ପଡ଼ିଥାନ୍ତା। ହେଲେ ତାପର ଦିନ ସକାଳେ ୟାଠୁ ବି କିଛି ଅଜବ ହୋଇଥିଲା। ଯେତେବେଳେ ମୁଁ ଶୋଇକି ଉଠିଲି ତ ଆୟନ ଯାଇସାରିଥିଲେ। ଖୁଡ଼ି ବି ନୀରବତାର ସହିତ ଘରର କାମ କରୁଥିଲେ। ସେ ମୋ ସହିତ କିଛି କଥା ହେଲେ ନାହିଁ। ତାଙ୍କ ବ୍ୟବହାର ଦେଖି ମୁଁ ତାଙ୍କୁ କିଛି ପଚାରି ପାରିଲି ନାହିଁ। ସକାଳେ ଉଠିବା ମାତ୍ରକେ ମୋର ପ୍ରଥମ କାମ ଘର ଓଳେଇବା ଥିଲା। ସେଥିପାଇଁ ମୁଁ ସିଧା ଘର ଓଳେଇବାରେ ବ୍ୟସ୍ତ ହୋଇଗଲି। ଖୁଡ଼ିଙ୍କ ରୁମ୍ ଓଳେଇବା ସମୟରେ ମୋତେ ଏକ ରସୁଣ ପାଖୁଡ଼ା ମିଳିଲା, ଯାହାକୁ କି ଖୁଡ଼ି ରୋଷେଇ ଘରୁ ନେଇ ନିଜ ରୁମ୍କୁ ଯାଇଥିଲେ। ଆଉ ମୁଁ ଭାବୁଥିଲି ଯେ ଖୁଡ଼ି କାହିଁକି ରସୁଣ ଉଠେଇକି ଆଣିଥିଲେ। ଭଲା ସେ ଅଜଣା ଲୋକକୁ ଏ ରସୁଣରେ କି କାମ ଥିଲା? ନା, ଖୁଡ଼ି ହିଁ ସେ ରସୁଣକୁ ବ୍ୟବହାର କରିଥିଲେ, କାହିଁକିନା ସେ ରସୁଣ ବହୁତ ଦବିଲା ଭଳି ଲାଗୁଥିଲା। ତାକୁ ଖାଇ ନଥିଲେ, ତାର ଚୋପା ବି ଛଡ଼ା ଯାଇଥିଲା। ଏମିତି ଲାଗୁଥିଲା
ଯେମିତି ତାର ରସ ବାହାର କରାଯାଇଥିଲା। ମୁଁ ଘର ଓଳେଇବା ସମୟରେ ତାକୁ ଫୋପାଡ଼ି ଦେଇଥିଲି। ତାପରେ ଘର ଓଳେଇବାରେ ବ୍ୟସ୍ତ ହୋଇଯାଇଥିଲି। ତାପରେ ସନ୍ଧ୍ୟାରେ ଖୁଡ଼ି ମୋତେ କହିବାକୁ ଲାଗିଲେ ଯେ ଚାଲ ମାର୍କେଟ ଯିବା, କିଛି ଜିନିଷ ଆଣିବାର ଅଛି। କେବେ କେବେ ଏମିତି ହୋଇଯାଉଥିଲା ଯେ ଖୁଡ଼ି ମୋତେ ନିଜ ସହିତ ମାର୍କେଟ ନେଇଯାଉଥିଲେ। ସେଥିପାଇଁ ମୁଁ ମୋ ଓନି ପକାଇଲି ଆଉ ତାଙ୍କ ସହିତ ଯିବାକୁ ବାହାରିଗଲି। ହେଲେ ମୋତେ ବା କ'ଣ ଜଣାଥିଲା ଯେ ଖୁଡ଼ି ମୋତେ କେଉଁଠିକି ନେଇକି ଯାଉଛନ୍ତି। ଖୁଡ଼ି ଅଟୋକୁ ଡାକିଲେ ଆଉ ଆମେ ଅଟୋରେ ବସି ଚାଲିଗଲୁ। ହେଲେ ସେ ସମୟରେ ମୁଁ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲି ଯେତେବେଳେ କି ଅଟୋବାଲା ମାର୍କେଟକୁ ଅତିକ୍ରମ କରିସାରିଥିଲା। ମୁଁ ଖୁଡ଼ିଙ୍କୁ ପଚାରିଲି ଯେ ଆମେ କୁଆଡ଼େ ଯାଉଛେ? ମାର୍କେଟ ତ ପଛରେ ଛାଡ଼ି ଦେଇ ଆସିଲେ। ତ ସେ କହିବାକୁ ଲାଗିଲେ କି ଅଲଗା କିଛି ଜିନିଷ କିଣିବାର ଅଛି, ସେଥିପାଇଁ ଅନ୍ୟ ମାର୍କେଟକୁ ଯାଉଛେ। ତାଙ୍କ ବ୍ୟବହାର ପୂର୍ବଠୁ ମୋତେ ଭଲ ଜଣାପଡ଼ୁଥିଲା। ବହୁତ ସମୟ ପରେ ଆମେ ଏକ ଅଜବ ମାର୍କେଟରେ ପହଞ୍ଚିଗଲୁ। ଏଠି ଭିଡ଼ ଭାଡ଼ ତ ଥିଲା, ହେଲେ ଏଠିକାର ଲୋକମାନେ ବହୁତ ଅଜବ ଦେଖାଯାଉଥିଲେ। ଆମେ ଅଟୋରୁ ଓହ୍ଲାଇଲୁ ତ ଖୁଡ଼ି ମୋତେ କୌଣସି ଦୋକାନକୁ ନେବା ବଦଳରେ ମାର୍କେଟ ପଛରେ ଥିବା ଏକ ଘରକୁ ନେଇଗଲେ। ଅଧିକ ବୟସର ଜଣେ ସ୍ତ୍ରୀ ଲୋକ କବାଟ ଖୋଲିଲା ଆଉ ଖୁଡ଼ିଙ୍କୁ ଦେଖି ହସିବାକୁ ଲାଗିଲା। ଖୁଡ଼ି କହିଲେ କି ୟାକୁ ନିଜ ପାଖରେ ରଖ, ମୁଁ ମାଲର ଉଚିତ ମୂଲ୍ୟ ଲଗେଇକି ଆସୁଛି। ମୁଁ ଚିନ୍ତିତ ହୋଇ ଖୁଡ଼ିଙ୍କୁ ଦେଖିବାକୁ ଲାଗିଲି ଯେ ସେ ମୋତେ ନିଜ ସହିତ ନ ନେଇ ଏଠି ଛାଡ଼ି କାହିଁକି ଚାଲି ଯାଉଥିଲେ। ଖୁଡ଼ି ମୋ ମୁହଁକୁ ଦେଖିବାକୁ ଲାଗିଲେ ତ ସେ କହିବାକୁ ଲାଗିଲେ ଯେ ଚିନ୍ତା କର ନାହିଁ, ଇଏ ବି ତ ଖୁଡ଼ି ପରି ହେବେ। ତୁ ଏଠି ନିଶ୍ଚିନ୍ତ ହୋଇ ବସ, କିଛି ସମୟ ପରେ ମୁଁ ଫେରି ଆସିବି। ତାପରେ ଖୁଡ଼ି ମୋତେ ସେଠି ଛାଡ଼ି ଦେଇ ଚାଲିଗଲେ। ସେ ସ୍ତ୍ରୀ ଲୋକ ଜଣକ ମୋତେ ଭିତରକୁ ନେଇନେଲା ଆଉ ଘରର କବାଟ ବନ୍ଦ କରିଦେଲା। ଆଉ ତାପରେ ସେ ମୋତେ ଯେମିତି ଯେମିତି ଭିତରକୁ ନେଇକି ଗଲା ତ ମୋ ଆଖି ସେମିତି ହିଁ ଖୋଲା ରହିଗଲା। କାହିଁକିନା ସେ କବାଟ ପଛରେ ତ ଏକ ଅଲଗା ଜାଗା ବନା ଯାଇଥିଲା, ଯେଉଁଥିରେ କି ବହୁତ ଗୁଡ଼ିଏ ଛୋଟ ଛୋଟ ଘର ବନା ଯାଇଥିଲା ଆଉ ଏକ ଅଜବ ଗନ୍ଧର ବାସ୍ନା ମଧ୍ୟ ଆସୁଥିଲା। କିଛି ପାଦ ଚାଲିଲା ପରେ ମୋର ଅନୁମାନ ହୋଇଯାଇଥିଲା ଯେ ମୁଁ କୌଣସି ନର୍ମାଲ ଜାଗାରେ ନାହିଁ। ଏ ଜାଗା ଏକ ଅଲଗା ଜାଗା ଥିଲା। କବାଟ ପାଖରେ ଛୋଟ ଛୋଟ ଡ୍ରେସ୍ ପିନ୍ଧିଥିବା ଝିଅମାନେ ଛିଡ଼ା ହୋଇଥିଲେ, ଯେଉଁମାନେ କି ମୋତେ ଦେଖି ହସୁଥିଲେ। ସେମାନଙ୍କ ପୋଷାକ ଆଉ ତାଙ୍କ ମୁହଁରେ ଥିବା ମେକଅପ୍ ମୋତେ ଅଲଗା ଏକ ସତ କହୁଥିଲା। ମୁଁ ଚାଲି ଚାଲି ଅଟକି ଗଲି ତ ସେ ସ୍ତ୍ରୀ ଲୋକ ଜଣକ ପଛକୁ ବୁଲି ମୋତେ ଦେଖିବାକୁ ଲାଗିଲା। ହେଲେ ମୁଁ ତାକୁ କହିଲି କି ମୋତେ ଘରକୁ ଯିବାର ଅଛି, ମୁଁ ଆଉ ଭିତରକୁ ଯିବାକୁ ଚାହୁଁନି। ମୋ କଥା ଶୁଣି ସେ ସ୍ତ୍ରୀ ଲୋକ ଜଣକ ଜୋର ଜୋରରେ ହସିବାକୁ ଲାଗିଲା ଆଉ କହିଲା ଯେ ଏ କବାଟ ଭିତରକୁ ଆସିବାର ବାଟ ତ ଅଛି, ହେଲେ ବାହାରକୁ ଯିବାର କୌଣସି ବାଟ ନାହିଁ। ତୋ ଖୁଡ଼ି ତୋଠୁ ପିଛା ଛଡ଼େଇ ଏଠୁ ଯାଇସାରିଛି। ଏବେ ନାହିଁ ସେ କେବେ ଏଠିକୁ ଫେରିକି ଆସିବ, ଆଉ ନାହିଁ ତୁ ଏଠୁ କେବେ ବାହାରକୁ ଯାଇପାରିବୁ। ଇଏ ମୋ ଦୁନିଆ, ଏଠି ମୋର ରାଜ ଚାଲେ। ତୁ ବି ଜଣେ ନାରୀ, ସେଥିପାଇଁ ତତେ ବି ଏଠି ରହି ମୋ କଥା ମାନିବାକୁ ପଡ଼ିବ। ତା କଥା ଶୁଣି ମୋ ପାଦ ତଳୁ ମାଟି ଖସି ଯାଇଥିଲା। ସେ ମୋ ହାତକୁ ଧରି ନେଇଥିଲା। ମୁଁ ତା ହାତରୁ ନିଜ ହାତକୁ ଛଡ଼େଇବାକୁ ଚେଷ୍ଟା କରିଲି ଆଉ ନିଜ ହାତକୁ ଛଡ଼େଇ ନେଲି ଆଉ କହିଲି କି ମୁଁ ଏଠି କୌଣସି ପରିସ୍ଥିତିରେ ମଧ୍ୟ ରହିବି ନାହିଁ ଆଉ ମୋ ଖୁଡ଼ି କିଛି ସମୟ ପରେ ମୋତେ ନେବା ପାଇଁ ଆସିବେ। ଏହା କହି ମୁଁ ବାହାରକୁ ଯିବା ପାଇଁ ଯେମିତି ହିଁ ବୁଲିଲି ତ ସେ ପଛରୁ ମୋ ଡ୍ରେସ୍କୁ ଧରିନେଲା ଆଉ ମୋ ଡ୍ରେସ୍କୁ ଜୋରରେ ଟାଣିଲା, ଯାହାଦ୍ୱାରା ମୋ ଡ୍ରେସ୍ ଚିରିଗଲା ଆଉ ତାପରେ ସେ ମୋ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଦେଲା ଆଉ ମୁଁ ତଳେ ଗଳି ପଡ଼ିଲି। ମୋ ପାଟିରୁ ରକ୍ତ ବୋହିବାକୁ ଲାଗିଲା। ସେ ସ୍ତ୍ରୀ ଲୋକ ଜଣକ ମୋ ପାଖରେ ବସି କହିଲା ଯେ ତୋ ଖୁଡ଼ି ତତେ ଏଠି ବିକ୍ରି କରିଦେଇ ଯାଇଛି, ତୁ ମୋ ଦ୍ୱାରା କିଣା ଯାଇଥିବା ଚାକର। ମୁଁ ତୋ ପାଇଁ ବହୁତ ଦାମ ଦେଇଛି ତୋ ଖୁଡ଼ିକୁ। ଯାଇକି ଏବେ ରେଡ଼ି ହୋଇଯା, ରାତିରେ ଗ୍ରାହକ ଆସିବେ ଆଉ ତତେ ବି ଏଠି ଲାଇନରେ ଛିଡ଼ା ହେବାକୁ ପଡ଼ିବ। ତାପରେ ସେ ଗୋଟେ ସ୍ତ୍ରୀ ଲୋକକୁ ଡାକିଲା
ଆଉ ମୋତେ ତା ହାତରେ ଛାଡ଼ିଦେଲା। ମୁଁ ସେ ସମୟରେ ଆଶ୍ଚର୍ଯ୍ୟଚକିତ ଥିଲି ଯେ ମୁଁ କ'ଣ କରିବି ଆଉ କ'ଣ ନାହିଁ। ମୋ ଖୁଡ଼ୀ ମୋ ମା ଭଳି ଥିଲେ। ପୂର୍ବ 4 ବର୍ଷରୁ ମୁଁ ମୋ ଖୁଡ଼ୀଙ୍କ ସହିତ ରହୁଥିଲି। ସେ ମୋ ସହିତ ଏତେ ଅନ୍ୟାୟ କେମିତି କରିପାରିବେ? ମୁଁ ଚାହିଁକି ମଧ୍ୟ ସେ ସ୍ତ୍ରୀ ଲୋକର କଥା ଉପରେ ବିଶ୍ୱାସ କରିପାରୁନଥିଲି। ଏମିତି ଲାଗୁଥିଲା ଏହା ଏକ ଭୟଙ୍କର ସ୍ୱପ୍ନ। କିଛି ସମୟରେ ମୋ ଆଖି ଖୋଲିଯିବ ଆଉ ସବୁ କିଛି ଠିକ୍ ହୋଇଯିବ। ହେଲେ ଏହା ମୋର ଦୁର୍ଭାଗ୍ୟ ଥିଲା ଯେ ଏହା କୌଣସି ସ୍ୱପ୍ନ ନଥିଲା, ବରଂ ମୋ ଜୀବନର ଏକ ନିରାଟ ସତ୍ୟ ଥିଲା। ସେ ଦ୍ୱିତୀୟ ସ୍ତ୍ରୀ ଲୋକ ଜଣକ ମୋତେ ଏକ ଅନ୍ଧାର ରୁମ୍କୁ ନେଇଗଲା। ପ୍ରଥମେ ତ ସେ ଏକ ବାସ୍ନାଯୁକ୍ତ ପାଣି ତିଆରି କଲା ଆଉ ସେଥିରେ ମୋତେ ସ୍ନାନ କରେଇଲା। ମୋ କାନ୍ଦ, କଟା, ଚିଲେଇବା, ଚିତ୍କାର କରିବାଟା ସେ ସ୍ତ୍ରୀ ଲୋକ ଉପରେ କୌଣସି ଫରକ ପକାଉନଥିଲା। ସେ କହିବାକୁ ଲାଗିଲା ଯେ ତୋ ଭଳି ଝିଅମାନେ ଏଠିକୁ ପ୍ରତିଦିନ ଆସନ୍ତି, 1-2 ଦିନ କାନ୍ଦନ୍ତି ଆଉ ତାପରେ ଖୁସି ଖୁସି ନିଜେ ହିଁ ବିଛଣାକୁ ଚାଲିଯାଆନ୍ତି। ସେମାନଙ୍କୁ ଜଣାପଡ଼ିଯାଏ ଯେ ଏହା ହିଁ ମୋ ଜୀବନ। ସେଥିପାଇଁ ତୁ ବି ଖୁସି ଖୁସିରେ ଏ ଜୀବନକୁ ସ୍ୱୀକାର କରିନେ। ଯାହା ବି ଅଛି, ଯେମିତି ଅଛି, ଏହା ହିଁ ଏବେ ତ ଜୀବନ। ସେଥିପାଇଁ ଖୁସି ଖୁସିରେ ଏ କାମକୁ ସହଜରେ କରିନେ, ନହେଲେ କାନ୍ତାବାଇ ଏ କାମ ତୋ ଦ୍ୱାରା ଜବରଦସ୍ତି କରେଇବ ଆଉ ତୋତେ କଷ୍ଟ ବି ଅଧିକ ହେବ। ତା କଥା ଶୁଣି ମୋ ଶରୀରରେ କରେଣ୍ଟ ଖେଳି ଯାଉଥିଲା। ମୁଁ 18 ବର୍ଷର ଥିଲି ଆଉ ସେ ମୋତେ ଏ ଧନ୍ଦାକୁ ଆଣିବାକୁ ଚାହୁଁଥିଲା। ସେ ମୋତେ ଏକ ରୁମ୍ ଆଡ଼କୁ ଟାଣି ଟାଣି ନେଇଗଲା, ଯେଉଁଠିକି ମୋତେ ଚିଲେଇବାର ଶବ୍ଦ ଶୁଣାଯାଉଥିଲା। ସେ କହିବାକୁ ଲାଗିଲା ଯେ ଦେଖ, ଏ ଝିଅ କାନ୍ତାବାଇ କଥା ମାନୁନଥିଲା, ସେଥିପାଇଁ ୟାକୁ ଏଠି ବନ୍ଦ କରି ରଖାଯାଇଛି। ଏ ବିଚାରୀକି ନାହିଁ ଖାଇବାକୁ ଦିଆଯାଉଛି, ନାହିଁ ପିଇବାକୁ ଦିଆଯାଉଛି। ଆଉ ଯଦି ତୁ ବି ମୋ କଥା ନ ମାନିବୁ, ତେବେ ତୋତେ ବି କିଛି ଖାଇବା ପିଇବାକୁ ଦିଆଯିବ ନାହିଁ। ତେବେ ତୋର ବି ଏହି ଅବସ୍ଥା ହେବ। ସେ ବାଧ୍ୟ କରିବା ଦ୍ୱାରା ମୁଁ ସେ ବାସ୍ନାଯୁକ୍ତ ପାଣିରେ ଗାଧୋଇଥିଲି ଆଉ ତାପରେ ସେ ମୋତେ ଏକ ନବବଧୂ ପରି ସଜେଇବା ଆରମ୍ଭ କରିଦେଲା। ହେଲେ କିଛି ସମୟ ପରେ ସେ ପ୍ରଥମ ସ୍ତ୍ରୀ ଲୋକ ଜଣକ, ଯାହାର ନାଁ କାନ୍ତାବାଇ ଥିଲା, ସେ ଫେରି ଆସିଲା। ସେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ମୋତେ ଦେଖିବାକୁ ଲାଗିଲା ଆଉ କହିଲା କି ତୁ ତ ସତରେ ବହୁତ ସୁନ୍ଦର ଆଉ ବଢ଼ିଆ ଜିନିଷ। ତୋ ପାଇଁ ତ ବହୁତ ବଢ଼ିଆ ଦାମ୍ ଲାଗିବ। ମୁଁ ତ ଖୁଡ଼ୀଙ୍କୁ ବି ବହୁତ ପଇସା ଦେଇଛି। ସେସବୁ ପଇସା ମୁଁ ତ ଶରୀରକୁ ବିକ୍ରି କରି ଆଦାୟ କରିବି। କାନ୍ତାବାଇ ଏକ ଅଜବ ହସ ହସିଲା। ତାର ପାନ ଖାଇଥିବା ଦାନ୍ତ ଦେଖାଗଲା। ଏସବୁ ମୁଁ ଫିଲ୍ମରେ ଦେଖିଥିଲି, ହେଲେ ମୁଁ କେବେ ବି ଏହା ଭାବୁନଥିଲି ଯେ ମୋ ଜୀବନରେ ବି କେବେ ଏମିତି ସମୟ ଆସିବ ବୋଲି। ଏବେ ତ ମୋ ଆଖିରୁ ଲଗାତାର ଲୁହ ବୋହି ଚାଲିଥିଲା। ମୁଁ ସେ ସ୍ତ୍ରୀ ଲୋକକୁ ପଚାରିଲି କି ମୋ ଖୁଡ଼ୀ ମୋତେ କାହିଁକି ଏଠି ଛାଡ଼ି ଚାଲିଗଲେ? ସେ ଜୋରେ ହସିଲା ଆଉ କହିଲା କି ଏହା ତ ତୋତେ ଜଣାଥିବ, ଆମେ ତ ବାସ୍ ମାଲ କିଣୁ। ଆମ ପାଖରେ ମାଲ କାହିଁକି ଅଣାଯାଏ ତାହା ଆମକୁ ଜଣା ନାହିଁ। ସେ ଦ୍ୱିତୀୟ ସ୍ତ୍ରୀ ଲୋକ ଜଣକ, ଯାହାର ନାଁ ସୁମିତ୍ରା ଥିଲା, ସେ କାନ୍ତାବାଇକୁ କହିଲା ଯେ ଇଏ ଏବେ ଛୋଟ ଅଛି ନା, ସେଥିପାଇଁ ତାକୁ ଆମ କାମ ବିଷୟରେ କିଛି ବି ଜଣା ନାହିଁ। ଗ୍ରାହକମାନଙ୍କ ହାତରେ ଟେକିଦେବା ବଦଳରେ ଆମକୁ ପ୍ରଥମେ ତାକୁ ଲୋକମାନଙ୍କ ସାମ୍ନାରେ ନଚେଇବା ପାଇଁ ବ୍ୟବହାର କରିବା ଉଚିତ। ଯେତେବେଳେ ଇଏ ଟିକେ ବୁଦ୍ଧିମାନ ହୋଇଯିବ, ସେତେବେଳେ ଯାଇ ଆମକୁ ଏହାକୁ କୌଣସି ଦାମୀ ଗ୍ରାହକ ପାଖରେ ଛାଡ଼ିଦେବା ଉଚିତ, ଯାହାଦ୍ୱାରା କି ଏହାର ଉଚିତ ମୂଲ୍ୟ ଆଦାୟ ହୋଇପାରିବ। ଏ କଥା କାନ୍ତାବାଇ ବୁଝିପାରିଲା ତ ସେ କହିବାକୁ ଲାଗିଲା କି ଠିକ୍ ଅଛି, ୟାକୁ ନାଚ ଗୀତ ପାଇଁ ପ୍ରସ୍ତୁତ କର। ଏ କଥାର ହୁକୁମ ଦେଇ ସେ ରୁମ୍ ବାହାରକୁ ଚାଲିଗଲା। ସୁମିତ୍ରା ମୋ ଆଡ଼କୁ ଦେଖି କହିବାକୁ ଲାଗିଲା କି କିଛି ଦିନ ପାଇଁ ମୁଁ ତୋତେ ବଞ୍ଚେଇ ଦେଇଛି, ହେଲେ ମନେ ରଖ, ଏ ଦୁନିଆରେ ଆଜି ନୁହେଁ ତ କାଲି ତୋତେ ଗ୍ରାହକ ପାଖକୁ ଯିବାକୁ ହିଁ ପଡ଼ିବ, କାହିଁକି ନା ଏହା ହିଁ ତୋ କାମ। ମୁଁ ବି ଯେବେ ଏଠିକି ଆସିଥିଲି, ସେତେବେଳେ କେବଳ ମୋତେ 15 ବର୍ଷ ହୋଇଥିଲା। ମୋତେ ତ ଏଠି ମୋ ନିଜ ଜନ୍ମ କଲା ମା ବିକ୍ରି କରିଦେଇ ଯାଇଥିଲା, କାହିଁକି ନା ତାକୁ ତ ପଇସା ଦରକାର ଥିଲା। ସେ କେବେ ବି ନିଜ ଝିଅକୁ ଭଲ ପାଉନଥିଲା।
ସେ ଝିଅମାନଙ୍କୁ ବୋଝ ବୋଲି ଭାବୁଥିଲା। ସେଥିପାଇଁ ସେ ମୋତେ ଏଠି ବିକ୍ରି କରି ଚାଲି ଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ମୁଁ କୌଣସି ନା କୌଣସି ଗ୍ରାହକ ସହିତ ଥାଏ, କାହିଁକି ନା ଏବେ ଏହା ହିଁ ମୋ ଜୀବନ। ମୁଁ ଏଠୁ ଖସି ଚାଲିଯିବା ପାଇଁ ଅନେକ ଥର ଚେଷ୍ଟା କରିଛି, ହେଲେ ଏଠୁ ବାହାରକୁ ଯିବା ପାଇଁ କେବଳ ଗୋଟିଏ ହିଁ କବାଟ ଅଛି, ଯେଉଁଠିକି କାନ୍ତାବାଇ ନିଜେ ହିଁ ନିଜ ଚାକରମାନଙ୍କ ସହିତ ପ୍ରହରା ଦିଏ। ସେଥିପାଇଁ ଏଠୁ ଲୁଚି ପଳେଇ ଯିବା ବିଷୟରେ କେବେ ବି ଭାବିବୁ ନାହିଁ, ନହେଲେ କାନ୍ତାବାଇ ତୋର ଏମିତି ଅବସ୍ଥା କରିବ ଯେ ତୁ ସାରା ଜୀବନ ପାଇଁ ମନେ ରଖିବୁ। ସୁମିତ୍ରା ବହୁତ ଭଲ ଏବଂ ବହୁତ ସ୍ନେହ କରୁଥିବା ମହିଳା ଥିଲା। ତା କଥାବାର୍ତ୍ତା ମଧ୍ୟ ମୋତେ ବହୁତ ପସନ୍ଦ ଆସିଥିଲା। ବାକି ଏଠି ଯେଉଁ ସବୁ ସ୍ତ୍ରୀ ଲୋକମାନେ ରହୁଥିଲେ, ସେମାନେ ତ ଠିକ୍ ଭାବରେ କଥା ମଧ୍ୟ ହେଉନଥିଲେ। ସେ ନାହିଁ ମୋତେ ସ୍ନେହରେ ବୁଝାଉଥିଲେ, ବରଂ ନିଜେ ହିଁ ମୋତେ ନାଚ ଶିଖାଉଥିଲେ। ମୁଁ ସବୁବେଳେ କାନ୍ଦୁଥିଲି। ମୋତେ ମୋର ଏ ଭାଗ୍ୟ ଉପରେ ବହୁତ ଅନୁତାପ ହେଉଥିଲା ଯେ ମୋତେ ଆଉ କେହି ନୁହେଁ, ବରଂ ମୋ ନିଜ ଖୁଡ଼ି ହିଁ ମୋତେ ଏଠି ଛାଡ଼ି ଦେଇ ଚାଲି ଯାଇଥିଲେ। ଏବେ ତ କାନ୍ଦି କାନ୍ଦି ମୋ ଆଖିରୁ ସବୁ ପାଣି ମଧ୍ୟ ଶୁଖି ସାରିଥିଲା। ମୁଁ ମୋ ମନକୁ ବୁଝାଇ ଦେଇଥିଲି, ଆଉ ଭାବି ନେଇଥିଲି ଯେ ଅଧିକ କାନ୍ଦିବା ଦ୍ୱାରା ମଧ୍ୟ କୌଣସି ଲାଭ ନାହିଁ। ମୋର ଏବେ ବିଶ୍ୱାସ ହୋଇଯାଇଥିଲା ଯେ ମୋ ଖୁଡ଼ି ଏବେ ମୋତେ କେବେ ବି ନେବା ପାଇଁ ଆସିବେ ନାହିଁ। ଜଣା ନାହିଁ ସେ ମୋଠୁ କେଉଁ କଥାର ପ୍ରତିଶୋଧ ନେଇଥିଲେ। ଆୟନ ତାଙ୍କୁ ଏମିତି କ'ଣ କହିଥିଲେ ଯେଉଁଥିପାଇଁ କି ସେ ପରଦିନ ସକାଳେ ମୋତେ ଏ ଦୁନିଆରେ ଛାଡ଼ି ଦେଇ ଚାଲି ଯାଇଥିଲେ। ମୁଁ ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିଲି ଯେ ମୋ ଖୁଡ଼ି ମୋ ସହିତ ଏସବୁ କାହିଁକି କରିଲେ। ହେଲେ ବର୍ତ୍ତମାନ ଏ ପ୍ରଶ୍ନର ଉତ୍ତର ଦେବା ବାଲା କେହି ବି ନଥିଲେ। ସୁମିତ୍ରା ଗୋଟିଏ ମାସ ଭିତରେ ଏଠିକାର ନିୟମ ଆଉ ନାଚିବା ମଧ୍ୟ ଶିଖାଇ ଦେଇଥିଲା, ଆଉ ତାପରେ ମୋତେ ବି ଏସବୁର ଭାଗିଦାର ବନାଇ ଦିଆଯାଇଥିଲା। ଯେଉଁଠିକି ନିଶାରେ ବୁଡ଼ି ରହିଥିବା ଲୋକମାନେ ଆମ ସାମ୍ନାରେ ବସି ଯାଉଥିଲେ, ଆଉ ଆମକୁ ବହୁତ ଅଜବ ଡ୍ରେସ୍ ପିନ୍ଧି ସେମାନଙ୍କ ସାମ୍ନାରେ ନାଚିବାକୁ ପଡ଼ୁଥିଲା। ପୁରୁଣା ଝିଅମାନେ ତ ନାଚିବାରେ ଏକ୍ସପର୍ଟ ହୋଇଯାଇଥିଲେ। ସେମାନେ ଏ କାମକୁ ବହୁତ ସହଜରେ କରିନେଉଥିଲେ, ହେଲେ ମୋ ପାଇଁ ଏ କାମ ବହୁତ କଷ୍ଟକର ଥିଲା। ମୁଁ ସାରା ଜୀବନ ଆୟନ ଛଡ଼ା ଆଉ କାହାକୁ ଦେଖିନଥିଲି, ଆଉ ନା ହିଁ କେବେ ଏକୁଟିଆ ଘରର ଚାରିକାନ୍ଥ ଭିତରେ ବାହାରକୁ ବାହାରିଥିଲି। ଏଠି ଏତେ ଅଜଣା ଲୋକମାନଙ୍କ ସାମ୍ନାରେ ନିଜ ନାଚ ଦେଖାଇବାଟା ମୋ ପାଇଁ ବହୁତ କଷ୍ଟକର ଥିଲା। ହେଲେ ଯେଉଁଠି ମୋ ପାଦ ଅଟକୁଥିଲା ସେଇଠି କାନ୍ତାବାଇ ହାତରେ ଛୁରୀ ଧରି ମୋ ଅଣ୍ଟାରେ ଲଗେଇ ଦେଉଥିଲା, ଆଉ ସମସ୍ତେ ଏ କଥାର ଅଜଣା ରହୁଥିଲେ। 2-4 ଦିନ ବିତିଗଲା, ଯେତେବେଳେ କି ମୁଁ ବୁଝି ସାରିଥିଲି ଯେ ଏବେ ଇଏ ହିଁ ମୋ ଦୁନିଆ, ଆଉ ଏଠି ମୋତେ କାନ୍ତାବାଇ ଇସାରାରେ ନାଚିବାଟା ମୋ ଦୁର୍ବଳତା। କାହିଁକିନା ଯେଉଁଦିନ ମୁଁ ସଠିକ୍ ଭାବରେ ନାଚୁନଥିଲି ସେଦିନ ମୋ ଖାଇବା ପିଇବା ବନ୍ଦ କରି ଦିଆଯାଉଥିଲା, ଆଉ ତାପରେ ମୁଁ ଦିନସାରା ଭୋକ ଉପାସରେ ଛଟପଟ ହେଉଥିଲି। ସେଥିପାଇଁ ମୁଁ ବି ନାଚିବାରେ ସମାନ ଭାବରେ ଭାଗ ନେବା ଆରମ୍ଭ କରିଦେଇଥିଲି। ଆଉ ତାପରେ ଏମିତି ଭାବରେ ଆହୁରି 1 ମାସ ବିତି ଯାଇଥିଲା। ତାପରେ ଅଚାନକ ଗୋଟେ ଦିନ କୋଠିକୁ ଜଣେ ଧନୀ ବ୍ୟକ୍ତି ଆସିଯାଇଥିଲା। ସେ ଆସିବା ମାତ୍ରକେ ପ୍ରଥମେ ମୋର ଦାମ ଲଗାଇଥିଲା। ସେ ମୋତେ 50,000 ଟଙ୍କା ଦାମ ଦେଇ ଗୋଟେ ରାତି ପାଇଁ କିଣିବାକୁ ଚାହୁଁଥିଲା, ଆଉ ଏହା ବହୁତ ବଡ଼ ଦାମ ଥିଲା। କାନ୍ତାବାଇ ତ ଖୁସିରେ ତୁରନ୍ତ ରାଜି ହୋଇଯାଇଥିଲା। ସେ ସେହି ଧନୀ ବ୍ୟକ୍ତିଠୁ 50,000 ଟଙ୍କା ନେଇନେଲା, ଆଉ ତାକୁ ଏକ ଛୋଟିଆ ରୁମକୁ ପଠାଇଦେଲା, ଆଉ ସୁମିତ୍ରାକୁ କହିଦେଲା ଯେ ସେ ମୋତେ ରେଡ଼ି କରି ଏ ଲୋକର ସେବାରେ ଛାଡ଼ି ଦେଉ। ଏହା ଶୁଣି ମୁଁ ଜୋର ଜୋରରେ କାନ୍ଦିବାକୁ ଲାଗିଲି। ନାଚିବାକୁ ତ ମୁଁ ଆପଣେଇ ସାରିଥିଲି, ହେଲେ ଏବେ ପର୍ଯ୍ୟନ୍ତ ମୁଁ କୌଣସି ଗ୍ରାହକ ସହିତ ରାତି ବିତେଇ ନଥିଲି। ସୁମିତ୍ରା ମୋତେ ନିଜ ସହିତ ନେଇଗଲା, ଆଉ ନିଜ ହାତରେ ମୋତେ ସଜାଉଥିବା ସମୟରେ କହିବାକୁ ଲାଗିଲା ଯେ ତୁ ଯେତେ ଅଧିକ ପାଟି କରିବୁ ଗ୍ରାହକ ତତେ ସେତେ ଅଧିକ ହଇରାଣ କରିବ। ସେଥିପାଇଁ ଏହା ଭଲ ହେବ ଯେ ତୁ ଚୁପଚାପ ତା ସହିତ ସମୟ ବିତେଇ ଚାଲି ଆସେ। ଗୋଟେ ରାତି ପାଇଁ ଭାବିନେ ଯେ ସେ ହିଁ ତୋ ସ୍ୱାମୀ, ଆଉ ଏମିତି କରିବା ଦ୍ୱାରା ତୋ କଷ୍ଟ ସହଜ ହୋଇଯିବ। ସୁମିତ୍ରା ମୋତେ ରେଡ଼ି କରିବା ସମୟରେ ଆଇନାରେ ମୋତେ ନିଜକୁ ନିଜେ ଦେଖେଇ କହିବାକୁ ଲାଗିଲା ଯେ
କେବେ କେବେ ଆମ ସୁନ୍ଦରତା ହିଁ ଆମ ପାଇଁ ବିପଦ ବନିଯାଇଥାଏ। ତୋର ଏହି ସୁନ୍ଦର ମୁହଁ ଆଉ ଚିକ୍କଣ ଗୋରା ଶରୀର ତୋ ପାଇଁ ବିପଦ ଛଡ଼ା ଆଉ କିଛି ବି ନୁହେଁ। ଯଦି ତୁ ଏତେ ସୁନ୍ଦର ହୋଇନଥାନ୍ତୁ ତେବେ ତୋ ପାଇଁ କେହି ଦାମ ଲଗେଇ ନଥାନ୍ତେ। ମୁଁ ବି ମୋର ଏ ସୁନ୍ଦରତାଠୁ ବିରକ୍ତ ହୋଇସାରିଲିଣି। ଏବେ ମୁଁ 42 ବର୍ଷର ହୋଇସାରିଲିଣି, ହେଲେ ମୋ ସୁନ୍ଦରତା ଆଉ ମୋ ଶରୀରର ଚମକ ମୋତେ ବୁଢ଼ୀ ହେବାକୁ ଦେଉନି। କେହି ନା କେହି ମୋ ଦାମ ଲଗାଇ ଦିଏ, ଆଉ ତାପରେ ମୋତେ ନିଜକୁ ତା ସାମ୍ନାରେ ସମର୍ପଣ କରିବାକୁ ପଡ଼େ। ତୁ ବି ଯେବେ ପର୍ଯ୍ୟନ୍ତ ସୁନ୍ଦର ଅଛୁ ସେବେ ପର୍ଯ୍ୟନ୍ତ ତୋତେ ବି ଏହିସବୁ କରିବାକୁ ପଡ଼ିବ। ସୁମିତ୍ରା ମୋତେ ମାନସିକ ସ୍ତରରେ ପ୍ରସ୍ତୁତ କରୁଥିଲା, ହେଲେ ମୋ ଲୁହ ବନ୍ଦ ହେବାର ନାଁ ଧରୁନଥିଲା। ମୋର ବାରମ୍ବାର ଖୋଡ଼ି ଏବଂ ଆୟନଙ୍କ କଥା ବହୁତ ମନେ ପଡ଼ୁଥିଲା। ମୋର ଏପର୍ଯ୍ୟନ୍ତ ବି ଏକଥାର ବିଶ୍ୱାସ ହେଉନଥିଲା ଯେ ଖୋଡ଼ି ମୋତେ ଜାଣି ଜାଣି ଏଠି ଛାଡ଼ିକି ଚାଲି ଯାଇଛନ୍ତି ବୋଲି। ଆଉ ଏସବୁ ପାଇଁ ବୋଧେ ଆୟନ ଦାୟୀ। ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବରେ ରେଡ଼ି ହୋଇଗଲି ତ ସୁମିତ୍ରା ମୋର ନଜର ଉତାରିଲା ଆଉ କହିବାକୁ ଲାଗିଲା ଯେ ଏକ ଗଭୀର ନିଶ୍ୱାସ ନେଇ ରୁମ୍ ଭିତରକୁ ଚାଲିଯିବୁ ଆଉ ନିଜକୁ ସେ ଲୋକ ସାମ୍ନାରେ ସମର୍ପଣ କରିଦେବୁ। ମୋ ପାଖରେ ବି ୟା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା। ସେଥିପାଇଁ ମୁଁ ସେ ରୁମ୍ ଭିତରକୁ ଚାଲିଗଲି, ଯେଉଁଠିକି ଏକ ଛୋଟିଆ ହଳଦିଆ ବଲ୍ଟିଏ ଜଳୁଥିଲା, ଯାହାର ଅଳ୍ପ ଆଲୋକରେ ମୋତେ ସବୁକିଛି ଭୟଙ୍କର ଲାଗୁଥିଲା। ମୁଁ ଭାବିଥିଲି ଯେ ଯିବା ମାତ୍ରକେ ମୁଁ ସେ ଲୋକର ଗୋଡ଼ ଧରି ନେବି ଆଉ ତାକୁ କହିବି ଯେ ସେ ମୋ ସହିତ କୌଣସି ଜବରଦସ୍ତି ନ କରୁ। ମୁଁ ଦୟାର ଭିକ ମାଗିବି ତ ତାକୁ ମୋ ଉପରେ ଦୟା ଆସିଯିବ। ଏମିତିରେ ବି ମୁଁ କମ୍ ବୟସର ଥିଲି, ଆଉ ଯେଉଁ ବ୍ୟକ୍ତି ମୋତେ କିଣିଥିଲା ସେ କୌଣସି 35-40 ବର୍ଷର ବ୍ୟକ୍ତି ଥିଲା। ମୋ ହିସାବରେ ତ ସେ ମୋ ବାପା ପରି ଥିଲା। ହେଲେ ମୋତେ ଜଣା ନଥିଲା ଯେ ଏଠିକି ଆସୁଥିବା ସବୁ ବ୍ୟକ୍ତି ଏତେ ପଥର ହୃଦୟର ହୋଇଥାନ୍ତି ଯେତିକି କି ଏଠିକାର ମହିଳାମାନେ। ମୁଁ ଯେମିତି ହିଁ ସେ ଘର ଭିତରକୁ ଚାଲିଗଲି ତ ମୋତେ ଦେଖି ସେ ଲୋକର ମୁହଁରେ ଏକ ଭୟଙ୍କର ହସ ଖେଳି ଯାଇଥିଲା। ମୋର ଯେମିତି ହିଁ ତା ମୁହଁରେ ଆଖି ପଡ଼ିଲା ତ ମୋ ରୁମ ଟାଙ୍କୁରି ଉଠିଥିଲା। ତା ମଥାରେ ଏକ ବଡ଼ କ୍ଷତ ଚିହ୍ନ ଥିଲା। ଗୋଟେ ଆଖି ବିଲକୁଲ ଲାଲ ହୋଇଯାଇଥିଲା ଆଉ ତା ଆଖି ମୋ ଶରୀର ଉପରେ ଅଟକି ଯାଇଥିଲା। ମୋତେ ଏତେ ଡର ଲାଗୁଥିଲା ଯେ ମୁଁ ପୁଣି ଥରେ ବାହାରକୁ ଯିବାକୁ ଲାଗିଥିଲି। ଠିକ୍ ସେତିକି ବେଳେ ସେ ମୋତେ ପଛରୁ ଧରି ଟାଣିନେଲା ଆଉ କହିବାକୁ ଲାଗିଲା ଯେ ତୋ ପାଇଁ ଏତେ ପଇସା ଦେଇଛି, ତେବେ ତୁ କୁଆଡ଼େ ଚାଲି ଯାଉଛୁ? ସେ ପାଟି ଖୋଲିବା ମାତ୍ରକେ ତା ପାଟିରୁ ଆସୁଥିବା ମଦ ଗନ୍ଧ ମୋ ନିଶ୍ୱାସ ବନ୍ଦ କରିଦେଉଥିଲା। ମୁଁ ତା ଆଗରେ ଦୟାର ଭିକ ମାଗିବାକୁ ଲାଗିଥିଲି, ହେଲେ ତାକୁ ମୋ ଉପରେ ବିଲକୁଲ ବି ଦୟା ଆସିଲା ନାହିଁ। ସେ କହିବାକୁ ଲାଗିଲା ଯେ ଏବେ ଭଲରେ ଭଲରେ ବିଛଣା ଉପରକୁ ଚାଲିଆ। ମୁଁ ତୋ ଭଳି ଝିଅମାନଙ୍କର ଗୁଣ ଭଲ ଭାବରେ ଜାଣିଛି। ସେ ମୋତେ ସିଧା ବିଛଣାକୁ ଠେଲି ଦେଇଥିଲା ଆଉ ତାପରେ ମୋ ମୁଣ୍ଡରେ ସୁମିତ୍ରାର କଥା ଘୁରି ବୁଲିବାକୁ ଲାଗିଥିଲା। ସେ କହିଥିଲା କି ବିଛଣାକୁ ଯିବା ପୂର୍ବରୁ ନିଜ ନାଭିରେ ରସୁଣ ରସ ନିଶ୍ଚିନ୍ତ ଭାବରେ ଲଗାଇଦେବୁ। ସେ ଏକ ଛୋଟ ରସୁଣର ଚୋପା ଛଡ଼େଇ ସେଥିରେ ନଖ ଲଗାଇ ମୋତେ ଦେଇଥିଲା। ମୁଁ ତାକୁ ନିଜ ହାତ ମୁଠାରେ ବନ୍ଦ କରି ଦେଇଥିଲି, ଯାହାକୁ କି ମୁଁ ବ୍ୟବହାର କରିବା ଭୁଲି ଯାଇଥିଲି। ଯେମିତି ହିଁ ମୋର ସୁମିତ୍ରା କଥା ମନେ ପଡ଼ିଲା ତ ମୁଁ ତୁରନ୍ତ ହିଁ ସେ ରସୁଣକୁ ନିଜ ନାଭିରେ ଘଷିବା ଆରମ୍ଭ କରିଦେଲି, ଯାହାଦ୍ୱାରା କି ତା ରସ ମୋ ନାଭିରେ ଲାଗିଯିବ। କିଛି ସମୟ ଭିତରେ ମୁଁ ସେ ରସୁଣ ପାଖୁଡ଼ାଟିକୁ ସମ୍ପୂର୍ଣ୍ଣ ଭାବରେ ନିଜ ନାଭିରେ ମକଚି ଦେଇଥିଲି। ଆଉ ତାପରେ ମୋ ସହିତ ସେ ସବୁ କିଛି ହୋଇଥିଲା ଯାହା ମୋ ସହିତ ହେବାର ଥିଲା। ସେ ଲୋକ ଜଣକ ସାରା ରାତି ନିଜ ପଇସା ଆଦାୟ କରି ନେଇଥିଲା। ମୋ କାନ୍ଦିବା ଚିଲେଇବା କୌଣସି କାମରେ ଆସିନଥିଲା। ସେ ଲୋକ ତ ପଥର ହୃଦୟର ଥିଲା, ତା ଉପରେ କୌଣସି କଥାର ପ୍ରଭାବ ପଡ଼ୁନଥିଲା। ବୋଧ ସେ ମଦ ନିଶାରେ ବୁଡ଼ି ରହିଥିଲା କିମ୍ବା ତାକୁ ଏସବୁର ଅଭ୍ୟାସ ଥିଲା। ମୋ ପାଇଁ ପ୍ରତିଟି ମୁହୂର୍ତ୍ତ ଭାରି ପଡ଼ୁଥିଲା। ଏମିତି ଲାଗୁଥିଲା ଯେମିତି ରାତି ଶେଷ ହେବ ନାହିଁ। ଆଉ ତାପରେ ଗୋଟେ ସମୟ ଏମିତି ଆସିଲା ଯେତେବେଳେ କି ମୋ ଉପରେ ବେହୋସ ଛାଇ ଯାଇଥିଲା। ଏବେ ମୁଁ ସମ୍ପୂର୍ଣ୍ଣ ଭାବରେ ବେହୋସ ହୋଇଯାଇଥିଲି। ଯେତେବେଳେ ମୁଁ ଆଖି ଖୋଲିଲା ତ
ସୁମିତ୍ରା ମୋ ସାମ୍ନାରେ ଉପସ୍ଥିତ ଥିଲା। ସେ ଗ୍ରାହକ ସକାଳ ହେବା ପୂର୍ବରୁ ଯାଇସାରିଥିଲା। ସୁମିତ୍ରା ମୋତେ ହୋସ୍କୁ ଆଣିବା ପାଇଁ ଚେଷ୍ଟା କରୁଥିଲା। ଯେତେବେଳେ ମୋତେ ହୋସ୍ ଆସିଲା ତ ସେ ମୋତେ ନିଜ ଛାତିରେ ଜାବୁଡ଼ି ଧରିଲା ଆଉ କହିବାକୁ ଲାଗିଲା ଯେ ବାସ୍ ଖାଲି ପ୍ରଥମ ରାତି ହିଁ କଷ୍ଟକର ହୋଇଥାଏ, ଏବେ ତୋ ପାଇଁ ସବୁ କିଛି ସହଜ ହୋଇଯିବ। ହେଲେ ମୋତେ ଏମିତି ଲାଗୁନଥିଲା ଯେ ମୋ ପାଇଁ କିଛି ବି ସହଜ ହୋଇଛି ବୋଲି। ବିତିଥିବା ରାତି ବହୁତ ଭୟଙ୍କର ଥିଲା। ମୁଁ ହୋସ୍କୁ ଆସିବା ପରେ ମଧ୍ୟ ଚିଲାଉଥିଲି। ସୁମିତ୍ରା ମୋତେ ନିଜ ସହିତ ନିଜ ରୁମ୍କୁ ନେଇଗଲା ଆଉ ସାରାଦିନ ମୁଁ ଖାଲି ତାକୁ ଜାବୁଡ଼ି ଧରି କାନ୍ଦି ଚାଲିଥିଲି। ମୋତେ ମୋ ମା' କଥା ବହୁତ ମନେ ପଡ଼ୁଥିଲା। ଯଦି ଆଜି ମୋ ମା' ବଞ୍ଚିଥାନ୍ତା ତେବେ ବୋଧେ ମୋତେ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ପ୍ରଥମ ଥର ମୋର ବିଶ୍ୱାସ ହୋଇଥିଲା ଯେ ନିଜ ମା' ବାପାଙ୍କ ଛଡ଼ା କେହି ବି ନିଜର ହୋଇନଥାନ୍ତି। ଏସବୁ ସମ୍ପର୍କ କେବଳ ଲୋକ ଦେଖାଣିଆ ହୋଇଥାଏ। ମୋ ଖୁଡ଼ୀ, ଯାହାକୁ କି ମୁଁ ନିଜ ମା'ର ଜାଗା ଦେଇଥିଲି, ସେ ହିଁ ମୋତେ ଏ ନର୍ଦ୍ଦମା ଭିତରକୁ ଠେଲି ଦେଇଥିଲେ। ଏଠି ମୁଁ ମୋ ପରିଚୟକୁ ଭୁଲେଇ ସାରିଥିଲି। ମୋ ନାଁ ସୁହାନୀ ଥିଲା, ହେଲେ ଏଠି ମୋ ନାଁ ରାଣୀ ରଖିଦିଆଯାଇଥିଲା। ଏଠି ମୋତେ ସମସ୍ତେ ଏହି ନାଁରେ ଡାକୁଥିଲେ, କାହିଁକିନା ମୁଁ ନିଜେ ବି ଭୁଲି ଯାଇଥିଲି ଯେ ମୋ ନାଁ ପୂର୍ବରୁ କେବେ ସୁହାନୀ ଥିଲା। ଦିନସାରା ମୁଁ ସୁମିତ୍ରା ପାଖରେ ରହିଲି। ମୁଁ ତାକୁ କହିଦେଇଥିଲି ଯେ ମୁଁ କୌଣସି ଗ୍ରାହକ ପାଖକୁ ଯିବି ନାହିଁ। ହେଲେ ଏମିତି କେମିତି ହୋଇପାରିଥାନ୍ତା ଯେ କୋଠିରେ ରହୁଥିବା ଝିଅର ଦାମ୍ ଲାଗିବ ନାହିଁ? 2 ଦିନ ନୀରବତାର ସହିତ ବିତିଗଲା। ଆଉ ତୃତୀୟ ଦିନ ଜଣେ 55 ବର୍ଷୀୟ ଲୋକ ମୋ ଦାମ୍ ଲଗେଇବା ପାଇଁ ଆସିଥିଲା। ମୁଁ କାନ୍ତାବାଇକୁ ମନା କରିବାକୁ ଚାହିଁଲି ତ ସେ ମୋତେ ଏକ ଶକ୍ତ ଚାପୁଡ଼ା ମାରିଦେଲା ଆଉ କହିବାକୁ ଲାଗିଲା ଯେ ଏଠି ମନା କରିବାର ପ୍ରଶ୍ନ ନାହିଁ। ଯଦି ତୁ ନ ଯିବୁ ତେବେ ମୁଁ ତୋତେ ନିଜ ଗ୍ରାହକ ଆଗରେ ଫୋପାଡ଼ି ଦେଇ ଆସିବି। କାନ୍ତାବାଇ ଆଗରେ ମୁଁ ବାଧ୍ୟ ହୋଇ ଯାଇଥିଲି। ସୁମିତ୍ରା ମୋତେ ସେ ଲୋକ ପାଖକୁ ଯିବା ପାଇଁ ରେଡ଼ି କରିଲା ଆଉ ତା ସହିତ ମୋ ହାତ ମୁଠାରେ ରସୁଣ ଧରେଇ ଦେଲା ଆଉ କହିଲା କି ୟାକୁ ନିଜ ନାଭିରେ ଲଗେଇବା ପାଇଁ ଭୁଲିବୁ ନାହିଁ। ମୁଁ ଚୁପଚାପ ସେ ରସୁଣକୁ ନିଜ ହାତ ମୁଠାରେ ଧରିଲି ଆଉ ମୋର ନିର୍ଜୀବ ପାଦରେ ଧୀରେ ଧୀରେ ସେ ରୁମ୍ ପର୍ଯ୍ୟନ୍ତ ପହଞ୍ଚିଗଲି। ମୁଁ ନୀରବତାର ସହିତ ସେ ବୁଢ଼ା ସହିତ ରାତି ବିତେଇ ନେଲି। ଏଥର କିନ୍ତୁ ମୁଁ କୌଣସି କାନ୍ଦକଟା କରିଲି ନାହିଁ। ସୁମିତ୍ରାର କଥା ସତ ପ୍ରମାଣିତ ହୋଇଥିଲା। ଯେତେବେଳେ ମୁଁ କାନ୍ଦକଟା ନ କଲି ତ ଗ୍ରାହକ ବି ମୋତେ ହଇରାଣ କରିଲା ନାହିଁ। ହେଲେ ବିଛଣାକୁ ଯିବା ପୂର୍ବରୁ ମୁଁ ମୋ ନାଭିରେ ରସୁଣ ରସ ଲଗାଇ ଦେଇଥିଲି। ଏ ରସୁଣ ଦ୍ୱାରା କ'ଣ ହେଉଥିଲା, ସୁମିତ୍ରା ମୋତେ ଏ ରସୁଣ କାହିଁକି ଲଗାଇବା ପାଇଁ ଦେଉଥିଲା, ଏ ବିଷୟରେ ମୋତେ କିଛି ବି ଜଣା ନଥିଲା। ମୁଁ ମୋ ଜୀବନରେ ରୋଜଗାର କରୁଥିଲି ନା ନିଜ ଇଜ୍ଜତ ହରାଉଥିଲି। ଏବେ ପ୍ରତିଦିନ ମୋ ସହିତ ଏମିତି ହିଁ ହେଉଥିଲା। ମୋର ଏବେ ବି ଆୟନଙ୍କ କଥା ମନେ ପଡ଼ୁଥିଲା। କ'ଣ ସେ ମୋ ନିଖୋଜ ହେବା ଦ୍ୱାରା ନିଜ ଭଉଣୀକୁ କିଛି ପ୍ରଶ୍ନ କରିନଥିବେ? କ'ଣ ସେ ମୋତେ କେବେ ଖୋଜି ନଥିବେ? କ'ଣ ସେ ମୋତେ ଭୁଲି ସାରିଥିବେ? ବାସ୍ ସବୁବେଳେ ମୁଁ କେବଳ ଏହା ହିଁ ଭାବୁଥିଲି। ସେ ଗ୍ରାହକ ଯାଇସାରିଥିଲା ଆଉ ମୁଁ ନୀରବତାର ସହିତ ସୁମିତ୍ରାର ରୁମ୍କୁ ଚାଲି ଯାଇଥିଲି। ସେ ମୋତେ ଦେଖି ହସିଲା ଆଉ କହିଲା କି ତୁ ଗ୍ରାହକ ପାଖକୁ ଯିବା ପୂର୍ବରୁ ନିଜ ନାଭିରେ ରସୁଣ ରସ ଲଗାଇ ଦେଉଛୁ ନା? ସୁମିତ୍ରା କଥାରେ ମୋ ମୁଣ୍ଡ ହଲେଇ ହଁ କହିଦେଇଥିଲି। ସୁମିତ୍ରା କହିଲା କି ତୁ ମୋ ଝିଅ ବୟସର, ମୁଁ ତୋତେ ନିଜ ଝିଅ ବୋଲି ଭାବେ, ହେଲେ ମୁଁ ତୋତେ ଏମାନଙ୍କଠୁ ବଞ୍ଚାଇ ପାରିବିନି। ତୋ ପରିଚୟ ବଦଳି ସାରିଛି। ଯଦି ତୁ ଏଠୁ ଖସି ଚାଲିଯିବା ପାଇଁ ଚେଷ୍ଟା କରିବୁ ତେବେ ଏ ସମାଜ ତୋତେ ବଞ୍ଚିବାକୁ ଦେବନି, କାହିଁକିନା ତୁ ଜଣେ ଧନ୍ଦା କରିବା ବାଲା ମହିଳା ବନିସାରିଛୁ। ସୁମିତ୍ରା ସବୁବେଳେ ମୋତେ ଏହା ବୁଝାଉଥିଲା ଯେ ଏବେ କେବେ ବି ଏଠୁ ଲୁଚି ପଳେଇ ଯାଇ ବାହାର ଦୁନିଆ ବିଷୟରେ ଭାବିବୁ ନାହିଁ। ଆଉ ମୁଁ ସୁମିତ୍ରାର କଥାକୁ ମୋ ମୁଣ୍ଡରେ ଭଲ ଭାବରେ ପୂରେଇ ଦେଇଥିଲି। ଏମିତି ଭାବରେ ମୋତେ ଏଠି ରହିବାର 8 ମାସ ବିତିଗଲା। ଏବେ ତ ମୁଁ ଏ କାମରେ ଅଭ୍ୟସ୍ତ ହୋଇଯାଇଥିଲି। ମୋତେ କେବଳ ଏତିକି ଜଣାଥିଲା ଯେ ଗ୍ରାହକ ମୋର ଅପେକ୍ଷା କରିଛି ଆଉ ମୁଁ ନିଜେ ହିଁ ନିଜକୁ ନିଜେ ରେଡ଼ି କରି ଦେଉଥିଲି। ମୁଁ ଯିଏକି କେବେ ଆୟନଙ୍କ ବଧୂ ସାଜିବାର ସ୍ୱପ୍ନ ଦେଖୁଥିଲି
ଏବେ ପ୍ରତିଦିନ ରାତିରେ ନୂଆ ନୂଆ ପୁରୁଷଙ୍କର ବଧୂ ସାଜୁଥିଲି। ହେଲେ ପ୍ରତିଦିନ ରାତିରେ ସୁମିତ୍ରା ମୋତେ ରସୁଣ ଧରେଇବା ଭୁଲୁ ନଥିଲା। ଆଉ ଏହା ନିଶ୍ଚିନ୍ତ ଭାବରେ ମନ ପକାଇ ଦେଉଥିଲା ଯେ ବିଛଣାକୁ ଯିବା ପୂର୍ବରୁ ଏ ରସୁଣର ରସ ନିଜ ନାଭିରେ ନିଶ୍ଚିନ୍ତ ଭାବରେ ଲଗାଇଦେବୁ। ଗୋଟେ ଦୁଇଥର ମୁଁ ଏ ବିଷୟରେ ସୁମିତ୍ରାକୁ ପଚାରିଲି ଯେ ଏ ରସୁଣରେ ଏମିତି କ'ଣ ଅଛି ଯାହାକୁ କି ତମେ ସବୁଥର ମୋତେ ଦେଇଦେଉଛ। ତ ସେ କହିବାକୁ ଲାଗିଲା ଯେ ସଠିକ୍ ସମୟ ଆସିଲେ ତତେ ଆପେ ଆପେ ଜଣାପଡ଼ିଯିବ। ହେଲେ ତୁ ମନେ ରଖିବୁ ଯେ କୌଣସି ବି ଗ୍ରାହକ ପାଖକୁ ଯିବା ପୂର୍ବରୁ ରସୁଣର ବ୍ୟବହାର ନିଶ୍ଚିନ୍ତ ଭାବରେ କରିବୁ। ବହୁତ ଦିନରୁ ମୁଁ ଦେଖୁଥିଲି ଯେ ସୁମିତ୍ରାର ଦେହ ବହୁତ ଖରାପ ଥିଲା। ହେଲେ ସେ ନିଜର ଚିକିତ୍ସା କରାଉନଥିଲା। ଆଉ ଏମିତିରେ ବି ଆମ ଭଳି ମହିଳାମାନଙ୍କର ଚିକିତ୍ସା କେଉଁଠି ବା ସମ୍ଭବ? ଆମର ତ ଏଠି କେହି ବି ନିଜର ନାହାନ୍ତି ଯିଏକି ଆମ ପାଇଁ ଚିନ୍ତା କରିବ। ମୋ ଚିନ୍ତା କରିବା ବାଲା ଏଠି କେବଳ ସୁମିତ୍ରା ହିଁ ଥିଲା। ତା ପରଦିନ ପାଖକୁ କାନ୍ତାବାଇ ଆସିଲା ଆଉ କହିବାକୁ ଲାଗିଲା ଯେ ରାତିରେ ରେଡ଼ି ହୋଇଥିବୁ, ତୋ ପାଖକୁ ଜଣେ ଗ୍ରାହକ ଆସିବ। ଏହା କହି କାନ୍ତାବାଇ ଚାଲିଗଲା। ଆଉ ମୁଁ ରେଡ଼ି ହେବାକୁ ଲାଗିଲି, କାହିଁକିନା ଏବେ ମୋତେ ଏ ଦୁନିଆର ଅଭ୍ୟାସ ହୋଇଯାଇଥିଲା। ସେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବରେ ରେଡ଼ି ହୋଇଗଲି ତ ସୁମିତ୍ରା ପୁଣି ଥରେ ଆସି ମୋତେ ଗୋଟିଏ ପାଖୁଡ଼ା ରସୁଣ ଧରାଇଦେଲା। ଆଜି ମୁଁ ଚିନ୍ତାରେ ପଡ଼ିଯାଇଥିଲି ଯେ ସୁମିତ୍ରା ସବୁବେଳେ କାହିଁକି ମୋତେ ରସୁଣ ଦେଉଛି। ଆଜି ମୁଁ ତାକୁ ଏ ପ୍ରଶ୍ନ ପଚାରିକି ହିଁ ରହିବି। ହେଲେ ଏବେ ମୋତେ ଗ୍ରାହକ ପାଖକୁ ଯିବା ପାଇଁ ଡେରି ହେଉଥିଲା। ସେଥିପାଇଁ ମୁଁ ଭାବିଲି ଯେ ଯେତେବେଳେ ମୁଁ ଫେରିବି ସେତେବେଳେ ମୁଁ ତାକୁ ଏ ପ୍ରଶ୍ନର ଉତ୍ତର ପଚାରିବି। ଗ୍ରାହକ ମୋର ଅପେକ୍ଷା କରିଥିଲା। ସେଥିପାଇଁ ମୁଁ ଗ୍ରାହକ ପାଖରେ ତା ରୁମ୍ରେ ପହଞ୍ଚିଲି। ହେଲେ ତା ପୂର୍ବରୁ ମୁଁ ରସୁଣ ରସକୁ ନିଜ ନାଭିରେ ଲଗାଇ ଦେଇଥିଲି। ଯେତେବେଳେ କି ମୁଁ ଏ କଥାକୁ ଭଲ ଭାବରେ ଜାଣିଥିଲି ଯେ ଏ କାମ ପଛରେ ନିଶ୍ଚିନ୍ତ ଭାବରେ କୌଣସି ଖାସ୍ କାରଣ ଅଛି। ମୋ ମୁଣ୍ଡରେ ବାରମ୍ବାର ରସୁଣ କଥା ଚାଲିଥିଲା। ଯଦି ମୋତେ କେହି ଏ ରସୁଣ ବିଷୟରେ କହିପାରିଥାନ୍ତା ସେ କେବଳ ସୁମିତ୍ରା ଥିଲା। ଆଉ ଆଜି ମୁଁ ନିଶ୍ଚିନ୍ତ ହୋଇସାରିଥିଲି ଯେ ଆଜି ମୁଁ ତାକୁ ପଚାରିକି ହିଁ ରହିବି। କାହିଁକିନା ସେ ସବୁଥର ମୋତେ ରସୁଣ ବିଷୟରେ କହିବା ପାଇଁ ଭୁଲୁ ନଥିଲା। ମୁଁ ଯେମିତି ହିଁ ରୁମ୍ ଭିତରେ ପହଞ୍ଚିଲି ତ ମୋ ଆଖି ସେମିତି ହିଁ ଖୋଲା ରହିଗଲା। କାହିଁକିନା ସେ ରୁମ୍ରେ ଉପସ୍ଥିତ ଥିବା ପୁରୁଷ ଆଉ କେହି ନୁହେଁ ବରଂ ଆୟନ ଥିଲେ, ଯିଏକି ନିଶାରେ ମାତାଲ ହୋଇ ବିଛଣାରେ ବସିଥିଲେ। ଆଉ ମୋତେ ଦେଖିବା ମାତ୍ରକେ ସେ ଏକଦମ ଡେଇଁ ପଡ଼ିଲେ। ଆଉ ତାପରେ ମୋ ପାଖକୁ ଆସି ଆଶ୍ଚର୍ଯ୍ୟର ସହିତ ମୋତେ ପଚାରିବାକୁ ଲାଗିଲେ କି ସୁହାନୀ, ତମେ ଏଠି କ'ଣ କରୁଛ? ମୁଁ ତୁମକୁ କେଉଁଠି ନ ଖୋଜିଛି। ମୁଁ ତାଙ୍କୁ ଜୋରରେ ଧକ୍କା ଦେଲି ଆଉ ପଛକୁ ହଟେଇ କହିଲି, ମୁଁ ସୁହାନୀ ନୁହେଁ, ମୋ ନାଁ ରାଣୀ। ମୋ ଭିତରେ ଏତେ ସାହସ ନଥିଲା ଯେ ମୁଁ ସୁହାନୀ ବନି ଆୟନଙ୍କ ସାମ୍ନା କରିଥାନ୍ତି। ମୋ ଇଜ୍ଜତ ବିକ୍ରି ହୋଇସାରିଥିଲା। ଏହି କୋଠିରେ ମୋ ଇଜ୍ଜତ ନିଲାମ ହେଉଥିଲା। ଆୟନ ଆସି ମୋ କାନ୍ଧକୁ ଧରି ମୋତେ ଦୋହଲାଇ ଦେଲେ ଆଉ ମୋତେ କହିବାକୁ ଲାଗିଲେ କି ମୁଁ ଭଲ ଭାବରେ ଜାଣିଛି ଯେ ତମେ ମୋ ସୁହାନୀ। ତମେ ଏଠି କେମିତି ପହଞ୍ଚିଲ? ମୋତେ ତ ମୋ ଦିଦି କହିଥିଲା ଯେ ତମେ କୌଣସି ପୁଅ ସହିତ ଘର ଛାଡ଼ି ଚାଲିଯାଇଛ। ଆୟନଙ୍କ କଥା ଶୁଣି ମୋ ହୋସ୍ ଉଡ଼ିଗଲା। ଆଉ ତାପରେ ମୁଁ ତାକୁ ମୋର ସବୁ କାହାଣୀ ଶୁଣାଇଲି। ମୋତେ ଏଠି ପହଞ୍ଚାଇବା ବାଲା ଆଉ କେହି ନୁହେଁ ବରଂ ତାଙ୍କ ନିଜ ଭଉଣୀ ହିଁ ଥିଲେ। ଏକଥା ଶୁଣି ସେ ମୋ ପାଦ ତଳେ ବସି କାନ୍ଦିବାକୁ ଲାଗିଲେ। ଆଉ ସେ ମୋ ପ୍ରଶ୍ନର ଉତ୍ତର ଦେଲେ। ସେ ମୋତେ କହିଲେ କି ଯେବେଠାରୁ ମୋ ଭଉଣୀକୁ ତମର ଆଉ ମୋର ଭଲ ପାଇବା ବିଷୟରେ ଜଣାପଡ଼ିଥିଲା ସେବେଠାରୁ ସେ ତମକୁ ଘୃଣା କରିବାକୁ ଲାଗିଥିଲା। ସେଥିପାଇଁ ସେ ସେହି ଅଜଣା ଲୋକକୁ ନିଜ ଫାଇଦା ପାଇଁ ଡାକୁଥିଲା। କାହିଁକିନା ଭିଣେଇ ଭାଇ ତ ଅଧିକାଂଶ ସମୟ ନିଜ ଘରଠୁ ଦୂରରେ ରହୁଥିଲେ। ମୋତେ ତାଙ୍କର ଏ ପ୍ଲାନ୍ ବିଷୟରେ ଜଣାପଡ଼ିଯାଇଥିଲା। ସେଥିପାଇଁ ତ ମୁଁ ତୁମକୁ ଅନ୍ୟ ସହରକୁ ନେଇଯିବା କଥା କହୁଥିଲି। ହେଲେ ସେଦିନ ରାତିରେ ଆମେ ଯେଉଁ କଥା ହେଉଥିଲୁ ସେ ସବୁ କଥା ମୋ ଭଉଣୀ ଶୁଣି ନେଇଥିଲା। ଆଉ ସେ ଲୋକ ଦିଦିକୁ ଦେଖା କରିବା ପାଇଁ ଆସୁଥିଲା। କାହିଁକିନା ସେ କୋଠିର ଦଲାଲ। ମୁଁ ମୋ ଭଉଣୀର ଏ କାର୍ଯ୍ୟକଳାପକୁ ବହୁତ ଭଲ ଭାବରେ ଜାଣିଥିଲି। ଯେତେବେଳେ ଭିଣେଇ ଭାଇ ଘରେ ରହୁନଥିଲେ ସେ ପରପୁରୁଷମାନଙ୍କ ସହିତ ସମ୍ପର୍କ ରଖୁଥିଲା। ଏ କଥା ତମକୁ ଜଣା ନାହିଁ, ହେଲେ ମୁଁ ଏ କଥା ଜାଣିଥିଲି। ମୁଁ ମୋ ଭଉଣୀକୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲି, ହେଲେ ସେ ମୋ କଥା ମାନିଲା ନାହିଁ।
से लगातार भिणेई भाई को धक्का दे चलीथिला। आउ सेदिन भी मते से लोक को घर बाहरुथबार देखि बहुत राग आसी जाइथिला। आउ एही कथारे मोर मो भौणी सहित झगड़ा हो जाइथिला। आउ तापर दिन मो भौणी मते कहिला कि तमे कौनसी पुओ सहित घर छाड़ी चली जाइछ। मते तार ए कथारे विश्वास हेउ नथिला। हेले से कांद बोबाली लगेई मते ए कथा उपरे विश्वास करिबा पई बाध्य करि दैथिला। हेले तथापि भी मु तुमको खोजिबा पई बहुत चेष्टा करिली, हेले तमे मते कोठी भी मिलिलो नाही। से भिणेई भाई को भी यह कहला जे तम झियारी घर छाड़ी चली जाइछि। आउ तापरे मते भी यह लागिला जे तमे मते धोखा देइछ। मु तुमको तुम खुड़ीक तरफरु क्षमा मागुछि। तम खुड़ीक देह बहुत खराब अछि। से एबे बिछणारे पड़िछि। ताकु ता कला कर्मर दंड मिली सारिछि। आउ ता सहित सब एथिपाई ହେଲା काहेकिना से गोटे बापा माँ छाउंड छुआକୁ एते हैरान करिथिला। निज भूल लुचेइबा पई से तुमको ए कोठी को छाड़ीदेला। आयन कांदी कांदी मते क्षमा मागिबाकु लागिथिले जे से मते बेसी खोजिबा पई चेष्टा मध्य करि नथिले। आयन मते निज सहित नै जिबा पई जिद्दी करिबाकु लागिले, हेले मु तांको सफा सफा मना करिदेली। तो से चुपचाप सेठु चली गले। से मो आगरे बेसे जिद्दी एइथिपाई करि नथिले जे काहेकिना से एबे जानि सारिथिले जे एबे मु जणे बेसिया। आउ एमिति अवस्थारे से मते केबे भी ग्रहण करिबे नाही। आउ नाही ए समाज तांको मते ग्रहण करिबा पई देब। आयनक अवस्था मो प्रेमरे एमिति होई जाइथिला जे से निजको निजे मदुआ सजाई देइथिले। आउ कोठी को भी आसीबाकु लागिथिले। से निज राति पूरण न करी लज्जित होई सेठु चली जाइथिले। आउ मु सुमित्रार रूम को आसी जाइथिली। हेले जेमिति ही मु सुमित्रार रूम को आसिली त एहा देखि आश्चर्य होई गली जे सुमित्रा बेहोश होई तळे पड़िथिला। मु ताकु छुईकी देखिली त ता शरीर शीतल पड़ी जाइथिला। बोधे से ए दुनियारू जाई सारिथिला। एहा देखि मो पाद तळ माटी खसी जाइथिला। आउ मो आखिरु लुह झरिबा बंद हेउ नथिला। मु सुमित्रा को ही निजर सब किछि भाबुथिली। आउ आज से मते छाड़ी ए दुनियारू सब दिन पई जाई सारिथिला। हेले ता हातरे एक चिठी थिला जेउथिरे कि ता पूरा कहानी लेखा होइथिला। जे से केमिति भाबरे ए कोठी को आसीथिला आउ केमिति भाबरे से निज जीवन बितेइथिला। आउ ता सहित ए चिठीरे एहा भी लेखा होइथिला जे रसुणर रस को निज नाभिरे लगाइबा द्वारा कौन होइथाए। सेथिरे लेखा थिला जे रसुणर रस को निज नाभिरे लगाइबा द्वारा गोटे महिला केबे भी गर्भवती होई न थाए। आउ से अनेक प्रकारर रोग ठारू मध्य दूरे रही थाए। सुमित्रा को ए सब किछि कहिबा बाला केही भी नथिले। एथिपाई से बहुत रोगिणा होई जाइथिला। हेले जेतेबेले ताकू ए सब जଣା पड़िला त से एही उपचार मो उपरे प्रयोग करिबा आरंभ करि दैथिला। ताकू मो स्वास्थ्यर बहुत चिंता थिला। सेथिपाई से सबुथर मते रसुण देबा भूलु नथिला। हेले दुखर विषय एहा थिला जे सुमित्रा ए दुनियारू जाई सारिथिला। आउ एबे केही भी मते रसुण धरेइबा बाला नथिले। आउ मु एबे एही कोठीरे मो बळका जीवन बिताउछि। हेले मु आज भी सुमित्रा को बहुत मन पकाउछि जहाकू कि मोर एते चिंता थिला। आउ रसुणर रस निज नाभिरे लगाइबा द्वारा एबे पर्यंत मते कौनसी रोग मध्य होई नाही। आउ नाही एबे पर्यंत मो कौनसी ग्राहक पाखरु गर्भवती होइछि। तो दर्शक बंधु माने आशा करुछि आजिर एही कहानीटी आपण मानको निश्चिंत भाबरे पसंद आसीथिबो। जदि आजिर कहानीटी आपण मानको पसंद आसी थाए तेबे भिडियोटी को गोटे लाइक करी आम चैनल को सब्सक्राइब करि नेबे, जहा फलरे आगु केमिति नुआ नुआ इंटरेस्टिंग भिडियोर नोटिफिकेशन आपण सर्वप्रथमे पाई परिबे। तेबे आज पई विदाय दियंतु। पुणी देखा हबो एक नुआ भिडियो रे एमिति एक सुंदर कहानी सह। धन्यवाद।